أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين. ହଜରତ ଆବୁ ବକର ସିଦ୍ଦିକ ରଜିୟତାଲାଙ୍କ ଖିଲାଫତ କାଳରେ ସୃଷ୍ଟି ହୋଇଥିବା ବିଭ୍ରାଟ ପ୍ରସଙ୍ଗରେ ହଜରତ ମସିହ ମଉଦ ଆଲୈହିସ୍ସଲାମ ନିଜ ପୁସ୍ତକ ସିର୍ରୁଲ ଖିଲାଫାରେ ଉଲ୍ଲେଖ କରିଛନ୍ତି। ଇବ୍ନେ ଖୁଲଦୁମ ଓ ଇବ୍ନେ ଅସିର ଲେଖିଛନ୍ତି, ବନୁ ତେ, ବନୁ ଅସଦ ତଲିହା, ବନୁ ଗତଫାନ, ବନୁ ହୱାଜିନ ଓ ବନୁ ସଲିମ ଗୋଷ୍ଠୀ ସମେତ ଆରବର ବିଶିଷ୍ଟ ଓ ସାଧାରଣ ଉଭୟ ବର୍ଗ ସ୍ୱଧର୍ମରୁ ଫେରିଗଲେ, ଅର୍ଥାତ୍ ଇସଲାମ ଧର୍ମ ପରିହାର କରିନେଲେ। ଅଧିକନ୍ତୁ ସେମାନେ ଜକାତ ଦେବାକୁ ମଧ୍ୟ ମନା କରିଦେଲେ। ଗୋଟିଏ ପଟରେ ମୁସଲମାନମାନଙ୍କ ମୁନିବ ହଜରତ ମହମ୍ମଦ ମୁସ୍ତଫା ସല്ലଲ୍ଲାହୁ ଆଲୈହି ವಸಲ್ಲମଙ୍କର ସ୍ୱର୍ଗବାସ ହୋଇଯାଇଥିଲା, ତ ଅପରପକ୍ଷରେ ସେମାନଙ୍କ ସଂଖ୍ୟା ହ୍ରାସ ଘଟି ଚାଲିଥିଲା ଏବଂ ଶତ୍ରୁପକ୍ଷର ସଂଖ୍ୟାରେ ଅଭିବୃଦ୍ଧି ଘଟି ଚାଲିଥିଲା। ଏହା ଏପରି ଏକ ଜଟିଳ ପରିସ୍ଥିତି ଥିଲା ଯେପରି ବର୍ଷା ରାତିରେ ଛେଳି ମେଣ୍ଢାମାନେ ଏକତ୍ରିତ ହୋଇଯାଇଥାନ୍ତି। ଲୋକମାନେ ହଜରତ ଅବୁ ବକର ସିଦ୍ଦିକ ରଜିୟତାଲାଙ୍କୁ କହିଲେ, ସମ୍ପ୍ରତି ଉସାମା ରଜିୟତାଲାଙ୍କ ସୈନ୍ୟ ଦଳକୁ ନିଜଠାରୁ ପୃଥକ କରନ୍ତୁ ନାହିଁ, ବରଂ ତାହାଙ୍କୁ ମଦିନାରେ ଅଟକାଇ ରଖନ୍ତୁ, ଯେହେତୁ ଶତ୍ରୁର ପ୍ରଭାବ ଘୋର ରହିଛି। କିନ୍ତୁ ହଜରତ ଅବୁ ବକର ରଜିୟତାଲା ଉତ୍ତର ଦେଲେ, ହଜରତ ମହମ୍ମଦ ମୁସ୍ତଫା ସല്ലଲ୍ଲାହୁ ଆଲୈହି ವಸಲ್ಲମ ଯେଉଁ ନିଷ୍ପତ୍ତି ଦେଇସାରିଛନ୍ତି, ମୁଁ ତାହାକୁ କଦାପି ଖିଲାଫ କରିବି ନାହିଁ, ତାହାର ପ୍ରତ୍ୟାହାର କରିବି ନାହିଁ। ଏପରିକି ହିଂସ୍ର ଜନ୍ତୁମାନେ ମୋତେ ମଦିନାରୁ ଘୋଷାରି ନିଅନ୍ତୁ। ହଜରତ ମସିହ ମଉଦ ଆଲୈହିସ୍ସଲାମ କୁହନ୍ତି, ଅବଦୁଲ୍ଲା ବିନ୍ ମସୁଦ ରଜିୟତାଲା ବର୍ଣ୍ଣନା କରନ୍ତି ଯେ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମଙ୍କ ଦେହାନ୍ତ ପରେ ଯଦି ଐଶ୍ୱର୍ଯ୍ୟମୟ ପ୍ରଭୁ ଆମ ଉପରେ କୃପା ଅବତୀର୍ଣ୍ଣ କରିନଥାନ୍ତେ, ତେବେ ଆମର ବିନାଶ ସୁନିଶ୍ଚିତ ଥିଲା। ଆପଣ ରଜିୟତାଲା ଆମମାନଙ୍କୁ ଏହି କଥାରେ ଏକତ୍ରିତ କଲେ ଯେ ଆମେ ଜକାତର ପୁଞ୍ଜି ଜମା କରିବା ସକାଶେ ଶତ୍ରୁର ମୁକାବିଲା କରିବୁ, ଶତ୍ରୁ ସହିତ ଯୁଦ୍ଧ ଲଢ଼ିବୁ ଏବଂ ଅଲ୍ଲାହଙ୍କ ଉପାସନା କରିବାରୁ କଦାପି ବିରତ ରହିବୁ ନାହିଁ। ଏପରିକି ମୃତ୍ୟୁର ସ୍ୱାଦ ଆସ୍ୱାଦନ କରିନେବା। ଏ ଯେଉଁ ତର୍କ ଚାଲିଛି, ଏଥିରେ କେତେକ ଭୁଲ ଧାରଣା ମଧ୍ୟ ଉତ୍ପନ୍ନ ହୋଇପାରେ ଏବଂ ଏହି ପ୍ରଶ୍ନ ମଧ୍ୟ ଉଠିପାରେ ଯେ କ'ଣ ଇସଲାମ ଧର୍ମରେ ଧର୍ମ ପରିବର୍ତ୍ତନ କରିବାର ଦଣ୍ଡ ହତ୍ୟା ଅଟେ। ଏଥି ସଂକ୍ରାନ୍ତରେ ସଂକ୍ଷିପ୍ତ ଭାବରେ ବର୍ଣ୍ଣନା କରିଦେଉଛି। ଯେତେବେଳେ ସମଗ୍ର ଆରବୀମାନେ ସ୍ୱଧର୍ମରୁ ଅର୍ଥାତ୍ ଇସଲାମ ଧର୍ମରୁ ଓହରିଗଲେ, ଇସଲାମ ଧର୍ମ ପରିତ୍ୟାଗ କରିଗଲେ ଏବଂ ଜକାତ ଦେବାକୁ ଅସ୍ୱୀକାର କଲେ, ସେତେବେଳେ ହଜରତ ଅବୁ ବକର ସିଦ୍ଦିକ ରଜିୟତାଲା ସେମାନଙ୍କ ବିପକ୍ଷରେ ଯୁଦ୍ଧ ଘୋଷଣା କରିଦେଲେ। ଇତିହାସ ଓ ଜୀବନୀର ପୁସ୍ତକମାନଙ୍କରେ ଏପରି ସମସ୍ତ ବିଦ୍ରୋହୀମାନଙ୍କୁ ମୁର୍ତ୍ତଦୀନ ଶବ୍ଦରେ ସ୍ମରଣ କରାଯାଇଛି, ଯଦ୍ୱାରା ଜୀବନୀ ଲେଖାଳି
ଓ ଧାର୍ମିକ ବିଦ୍ୱାନମାନଙ୍କୁ ଭ୍ରମ ଲାଗିଲା ଯେ ମୁର୍ତ୍ତଦୀନ ଅର୍ଥାତ୍ ବିପଥଗାମୀଙ୍କ ସକାଶେ ଇସଲାମରେ ମୃତ୍ୟୁଦଣ୍ଡ ଧାର୍ଯ୍ୟ କରାଯାଇଛି ବା ସେମାନେ ମୃତ୍ୟୁଦଣ୍ଡ ପାଇବା ଯୋଗ୍ୟ। ଯେତେବେଳେ କି ପ୍ରକୃତ ଘଟଣା ଏହିକି ଯେ ଖିଲାଫତ କାଳରେ ଖତ୍ମେ ନବୁୱତ ଓ ଖତ୍ମେ ନବୁୱତର ଆସ୍ଥା ପ୍ରସଙ୍ଗରେ କୌଣସି ପ୍ରକାରର ଭ୍ରମ ଧାରଣା ଅବା ଭାବନା ହିଁ ନଥିଲା ଏବଂ ନା ସେମାନଙ୍କ ବିରୋଧରେ ଖଡ୍ଗ ଉତ୍ତୋଳନ କରାଯାଇଥିଲା, ନା ମୁର୍ତ୍ତଦୀନର ଦଣ୍ଡ ତାହାକୁ ବଧ କରିବା ଧାର୍ଯ୍ୟ ଥିଲା ଯେ ସେମାନଙ୍କୁ ହତ୍ୟା କରିଦିଆଯାଉ। ଏହାର ବ୍ୟାଖ୍ୟା ଆଗକୁ ବର୍ଣ୍ଣନା କରିବି ଯେ ସେମାନଙ୍କ ବିରୁଦ୍ଧରେ କ'ଣ ପାଇଁ ଯୁଦ୍ଧ ଘୋଷଣା କରାଯାଇଥିଲା, ଯେଉଁମାନେ କି ସ୍ୱଧର୍ମରୁ ଓହରି ଯାଇଥିଲେ। ଯେପରିକି ଆଲ୍ଲାହ ତାଆଲା ପବିତ୍ର କୁରଆନରେ କୁହନ୍ତି, ଓମାଇ ୟର୍ତଦିଦ ମିନକୁମ୍ ଅନ୍ ଦୀନିହି ଫୟମୁତ ୱହୁଆ କାଫିରୁନ୍ ଫଉଲାଇକା ହବିତତ ଆମାଲୁହୁମ୍ ଫିଦ୍ଦୁନିୟା ୱଲ୍ ଆଖିରା ୱଉଲାଇକା ସହାବୁନ୍ନାର ହୁମ୍ ଫିହା ଖାଲିଦୁନ୍। ଅର୍ଥାତ୍ ତୁମମାନଙ୍କ ମଧ୍ୟରୁ ଯେ କେହି ନିଜ ଧର୍ମ ତ୍ୟାଗ କରିବ ଓ ଅବିଶ୍ୱାସକାରୀ ଥିବା ଅବସ୍ଥାରେ ମୃତ୍ୟୁବରଣ କରିବ, ତେବେ ସେ ମନେ ରଖୁ ଯେ ଏପରି ଲୋକମାନଙ୍କର କର୍ମଫଳ ଇହକାଳ ଓ ପରକାଳରେ ବୃଥା ହେବ ଏବଂ ଏପରି ଲୋକମାନେ ନରକବାସୀ ହେବେ ଓ ସେଠାରେ ଦୀର୍ଘକାଳ ରହିବେ। ସେହିପରି ଆଉ ଏକ ସ୍ଥାନରେ ଐଶ୍ୱର୍ଯ୍ୟମୟ ପ୍ରଭୁ କୁହନ୍ତି, ୟା ଆୟ୍ୟୁହାଲ୍ଲଯୀନା ଆମନୁ ମନ୍ ୟର୍ତଦଦ ମିନକୁମ୍ ଅନ୍ ଦୀନିହି ଫସୌଫା ୟାତିଲ୍ଲାହୁ ବିକୌମିନ୍ ୟୁହିବ୍ବୁହୁମ୍ వ యుహిబ్బూనహు అజిల్లతిన్ అలల్ ముమినీన ఇజ్జతిన్ అలల్ కాఫిరీన్ యుజాహిదూనా ఫీ సబీలిల్లాహి వలా యఖాఫూన లౌమత లాయిం যালিকা ফজলুল্లాহি ୟୁତିହି ମନ୍ యశా వల్లాహు వాసిউన్ అలీం। ଅର୍ଥାତ୍ ହେ ବିଶ୍ୱାସକାରୀମାନେ, ତୁମମାନଙ୍କ ମଧ୍ୟରୁ ଯେ ନିଜ ଧର୍ମରୁ ଫେରିଯିବ, ତେବେ ସେ ମନେ ରଖୁ ଯେ ଅଲ୍ଲାହ ତାହା ବଦଳରେ ଶୀଘ୍ର ଏପରି ଏକ ସମ୍ପ୍ରଦାୟ ପ୍ରେରଣ କରିବେ ଯେଉଁମାନଙ୍କୁ ସେ ପ୍ରେମ କରୁଥିବେ ଏବଂ ସେମାନେ ତାହାକୁ ଅର୍ଥାତ୍ ଅଲ୍ଲାହଙ୍କୁ ପ୍ରେମ କରୁଥିବେ। ସେମାନେ ବିଶ୍ୱାସକାରୀମାନଙ୍କ ପ୍ରତି ଦୟାଶୀଳ ଓ ଅବିଶ୍ୱାସକାରୀମାନଙ୍କ ପ୍ରତି କଠିନ ହେବେ। ସେମାନେ ଅଲ୍ଲାହଙ୍କ ପଥରେ ଜିହାଦ କରିବେ ଏବଂ କୌଣସି ନିନ୍ଦାକାରୀର ନିନ୍ଦାକୁ ଭୟ କରିବେ ନାହିଁ। ଏହା ହିଁ ଅଲ୍ଲାହଙ୍କର କୃପା। ସେ ଯାହାକୁ ପସନ୍ଦ କରନ୍ତି ଏହି କୃପା ତାହାକୁ ପ୍ରଦାନ କରନ୍ତି ଏବଂ ଅଲ୍ଲାହ ହିଁ ଅତ୍ୟନ୍ତ ଦୟାଶୀଳ ଓ ସର୍ବଜ୍ଞ। ଏହି ସ୍ଥଳେ ମଧ୍ୟ ପୁଣ୍ୟବନ୍ତମାନଙ୍କୁ ସୁସମାଚାର ପ୍ରଦାନ କରାଯାଇଛି ଯେପରି ମୁର୍ତ୍ତଦୀନଙ୍କ ପ୍ରତି ବଦଳରେ ପରମେଶ୍ୱରଙ୍କ ବଡ଼ ବଡ଼ ଦଳ ପ୍ରଦାନ କରିବେ, ଯେ କି ମୁସଲମାନମାନଙ୍କୁ ବିଶ୍ୱାସକାରୀମାନଙ୍କୁ ସାହାଯ୍ୟ ସହଯୋଗ କରିବେ। କିନ୍ତୁ ପ୍ରଭୁ କୌଣସି ସ୍ଥଳେ ଏକଥା କହିନାହାନ୍ତି ଯେ ମୁର୍ତ୍ତଦୀନଙ୍କୁ ବଧ କରିଦିଅ, ସେମାନଙ୍କୁ ହତ୍ୟା କରିଦିଅ ଅବା ଅମୁକ ଅମୁକ ଦଣ୍ଡରେ ଦଣ୍ଡିତ କର। ପୁନଶ୍ଚ ଏହି ଆୟତ ମାଧ୍ୟମରେ ସମସ୍ତ ପ୍ରକାର ସନ୍ଦେହ ଦୂର ହୋଇଯିବ, ଯେଉଁଥିରେ ପରମେଶ୍ୱର କୁହନ୍ତି, ଇନ୍ନାଲ୍ଲଯୀନା ଆମନୁ ସୁମ୍ମା କଫରୁ ସୁମ୍ମା ଆମନୁ ସୁମ୍ମା କଫରୁ ସୁମ୍ମା ଇଜ୍ଦାଦୁ କୁଫ୍ରନ୍ ଲମ୍ ୟକୁନିଲ୍ଲାହୁ ଲିୟଗ୍ଫିର ଲହୁମ୍ ୱଲା ଲିୟହଦିୟହୁମ୍ ସବିଲା। ଅର୍ଥାତ୍ ବାସ୍ତବିକ ଯେଉଁମାନେ ବିଶ୍ୱାସ କରି ତାପରେ ଅବଜ୍ଞା କରିଛନ୍ତି, ପୁଣି ବିଶ୍ୱାସ ସ୍ଥାପନ କରି ପୁନର୍ବାର ଅବଜ୍ଞା କରିଛନ୍ତି, ପୁନରାୟ ଅବଜ୍ଞା କରିବାରେ ଅଗ୍ରସର ହୋଇଥାନ୍ତି, ଅଲ୍ଲାହ ସେମାନଙ୍କୁ କଦାପି କ୍ଷମା କରିବେ ନାହିଁ ଏବଂ ସେମାନଙ୍କୁ କୌଣସି ମୁକ୍ତିପଥ ଦେଖାଇବେ ନାହିଁ। ଯେତେବେଳେ କି ନା ପବିତ୍ର କୁରଆନରେ ନା ହିଁ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ମୁର୍ତ୍ତଦୀନଙ୍କ ପାଇଁ ମୃତ୍ୟୁ ଦଣ୍ଡାଦେଶ ସ୍ଥିର କରିଛନ୍ତି। ଏ ପରିପ୍ରେକ୍ଷୀରେ ପବିତ୍ର କୁରଆନର ଉକ୍ତ ଆୟତମାନରୁ ପ୍ରମାଣିତ ହେଉଛି ଯେ ଧର୍ମ ପରିବର୍ତ୍ତନକାରୀଙ୍କର ଶାସ୍ତି ହତ୍ୟା ନୁହେଁ, କାରଣ ଯଦି ଏପରି ଅପରାଧୀଙ୍କୁ ଦଣ୍ଡବିଧାନ ସ୍ୱରୂପ ହତ୍ୟା କରିବା ହୋଇଥାନ୍ତା, ତେବେ ଏହା ଉଲ୍ଲେଖ କରାଯାଇ ନଥାନ୍ତା
ଯେ ଏପରି ବ୍ୟକ୍ତି ଶେଷରେ ଅବିଶ୍ୱାସକାରୀ ଅବସ୍ଥାରେ ମୃତ୍ୟୁବରଣ କରିବ। ବାସ୍ତବିକ ଯେଉଁମାନେ ବିଶ୍ୱାସ ସ୍ଥାପନ କରିବା ପରେ ଅବଜ୍ଞା କରିଛନ୍ତି ଓ ପୁନରାୟ ଅବଜ୍ଞା କରିବାରେ ଅଗ୍ରସର ହୋଇଯାଇଥାନ୍ତି, ଅଲ୍ଲାହ ସେମାନଙ୍କୁ କଦାପି କ୍ଷମା କରିବେ ନାହିଁ, ନା ସେମାନଙ୍କୁ ସତ୍ପଥ ପ୍ରଦର୍ଶନ କରାଇବେ। ଯେଭଳିକି ଉକ୍ତ ଆୟତ ଯାହାକି ମୁଁ ପାଠ କରି ଆସିଲି, ଅଲ୍ଲାହ ତାଆଲା ସ୍ପଷ୍ଟ ରୂପେ ଦର୍ଶାଇ ଦେଇଛନ୍ତି। ଉକ୍ତ ନିର୍ଦ୍ଦେଶାବଳୀରେ ଅତ୍ୟନ୍ତ ପ୍ରାଞ୍ଜଳ ଭାବରେ ଏକଥାର ବାରଣ କରାଯାଇଛି ଯେ ଧର୍ମ ପରିବର୍ତ୍ତନକାରୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କର ନାହିଁ, ଏବଂ ଏହା ହିଁ ଆମ ଜମାତର ପତ୍ରିକାମାନଙ୍କରେ ବ୍ୟାଖ୍ୟା କରାଯାଇଥାଏ। ଜମାତ ଅହମଦିୟାର ଚତୁର୍ଥ ଖଲିଫା ପବିତ୍ର କୁରାନର ଅନୁବାଦରେ ଉଲ୍ଲେଖ କରିଛନ୍ତି ଯେ ଯଦି ଜଣେ ଇସଲାମ ଧର୍ମ ପରିତ୍ୟାଗ କରିଯାଏ, ମୁର୍ତ୍ତଦ ହୋଇଯାଏ ଏବଂ ପୁନଶ୍ଚ ସେ ବିଶ୍ୱାସ ନେଇ ଆସେ ଅବଜ୍ଞା କରିବା ପରେ, ସେଥିଅନ୍ତେ ପୁନଶ୍ଚ ସେ ମୁର୍ତ୍ତଦ ହୋଇଯାଏ, ସ୍ୱଧର୍ମ ପରିହାର କରିଯାଏ, ଫେରିଯାଏ ଏବଂ ପୁନଶ୍ଚ ବିଶ୍ୱାସ ନେଇ ଆସେ, ତେବେ ତାହାର ନିଷ୍ପତ୍ତି ଅଲ୍ଲାହଙ୍କ ନିକଟରେ। ଅଲ୍ଲାହ ହିଁ ତାହାର ନିଷ୍ପତ୍ତି କରିବେ। ଏବଂ ଯଦି ସେ ଅବିଶ୍ୱାସକାରୀ ଥିବା ଅବସ୍ଥାରେ ମୃତ୍ୟୁବରଣ କରେ, ତେବେ ନିଶ୍ଚିତ ରୂପେ ସେ ନର୍କବାସୀ ହେବ। ଯଦି ଧର୍ମ ପରିବର୍ତ୍ତନକାରୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବା ଧାର୍ଯ୍ୟ ହୋଇଥାନ୍ତା, ତେବେ ଏପରି ବ୍ୟକ୍ତି ବାରମ୍ବାର ବିଶ୍ୱାସ ଆଣିବା ଓ ଅମାନ୍ୟକାରୀଙ୍କ ସହିତ ସାମିଲ ହେବାର ପ୍ରଶ୍ନ ହିଁ ଉତ୍ପନ୍ନ ହୋଇନଥାନ୍ତା। ଦେଖ, ଧର୍ମ ପ୍ରସଙ୍ଗରେ କୌଣସି ପ୍ରକାର ବାଧ୍ୟବାଧକତା ନାହିଁ। ଯେପରିକି ଅଲ୍ଲାହ ତାଆଲା କହିଛନ୍ତି, ଲା ଇକ୍ରାହା ଫିଦ୍ଦୀନ୍ କଦ୍ ତବୟ୍ୟନ ରୁଶ୍ଦୁ ମିନାଲ୍ ଗୟ୍ ଫମନ୍ ୟକ୍ଫୁର୍ ବିତ୍ତାଗୁତ व युमिनु बिल्लाहि फकद इस्तमसका बिल-उर्वतिल उस्का लन फिसामा लहा वल्लाहु समीउन अलीम। अर्थात धर्म प्रसंगरे कौनसी प्रकार बाध्यबाधकता नहीं। निश्चित रूपे सत्पथ ओ असत्पथ मध्यरे प्रभेद भल रूपे दर्शाई दिया जाइछि। सुतरां जेउ व्यक्ति शैतानर अस्वीकार ओ अल्लाहଙ୍କ प्रति विश्वास स्थापन करे, एपरि एक शक्त निर्भरयोग्य वस्तुକୁ दृढ़तार सहित धारण କରିଛି, ଯାହା କଦାପି ଭାଙ୍ଗିବ ନାହିଁ, ଏବଂ ଅଲ୍ଲାହ ହିଁ ମହାନ ଶ୍ରୋତା ଓ ସର୍ବଜ୍ଞ। ସେହିପରି ଅଲ୍ଲାହ ତାଆଲା ଆହୁରି କୁହନ୍ତି, वकुलिल हक्कु मिर रब्बिकुम फमन शाअ फलयुमिन वमन शाअ फलयकफुर इन्ना अतदना लिज़्ज़ालिमीना नारन अहता बिहिम सुरादिकुहा वइन यस्तगीसु युगासु बिमाइन कल मुहली यशइल वजूह बीस शराब वसात मुर्तफका। अर्थात तुम्भे लोकमानंकु कुह, एही सत्य तुम्भ पालनकर्तांक तरफरु ही आसीअछि। सुतरां जाहार इच्छा से एहाकु विश्वास करू ओ जाहार इच्छा से एहाकु प्रत्याख्यान करू। किंतु मने रख जे आम्भे अत्याचारी मानंक सकाशे वास्तवरे एक अग्नि प्रस्तुत करी रखिअछु, जार शिखा सेमानंकु बेढ़ी रखिछि, एवं जदि सेमाने जल पाई गुहारी करिबे, तेबे सेमानंक गुहारी एपरि जल द्वारा पूर्ण कराजिब, जहा तरल तंबा सदृश होइथिब, एवं ताहा सेमानंक मुखमंडलकु दग्ध करि पकाइब। ताहा अत्यंत भयंकर पानीय, एवं ताहा अर्थात अग्नि अति मंद बासस्थान अटे। पवित्र कुरान स्थाने स्थाने कपट विश्वासी आलोचना करा जाइछि, एवं कौनसी कपट विश्वासी पाई कौनसी प्रकार दंड विधान करा जाय नहीं। एतद्व्यतीत इस्लामीय इतिहास एहार ज्वलंत साक्ष्य जे कौनसी कपट विश्वासी को ताहार कपटता जोगु कदापि दंडित करा जाय नहीं। अतएव ए परिप्रेक्षी अल्लाह ताआला कुहंती, कुल अनफिकु तौअन औ करहल लन युतकब्बल मिनकुम इन्नकुम कुंतुम कौमन फासिकीन वमा मनाहुम अन तुकबला मिनहुम नफकातुहुम इल्ला अन्नहुम कफरू बिल्लाहि व बिरसूलिहि वला यातून अस्सलाता इल्ला वहुम कुसाला वला युनफिकूना इल्ला वहुम कारिहून। अर्थात तुम्भे सेमानंकु कहि दियो, स्वेच्छापूर्वक बा अनिच्छापूर्वक व्यय कर, तुमानंक ठारू कौनसी प्रकारे
ତୁମମାନଙ୍କର ଦାନ ଗ୍ରହଣ କରାଯିବ ନାହିଁ, କାରଣ ତୁମେମାନେ ଅମାନ୍ୟକାରୀ ସମ୍ପ୍ରଦାୟ ଏବଂ ସେମାନଙ୍କର ଦାନକୁ ଗ୍ରହଣ କରାଯିବାରେ ଏହା ବ୍ୟତୀତ ଅନ୍ୟ କ'ଣ ପ୍ରତିବନ୍ଧକ ଅଛି ଯେ ସେମାନେ ଅଲ୍ଲାହ ଓ ତାହାର ରସୁଲଙ୍କୁ ଅମାନ୍ୟ କରୁଥିଲେ ଓ ନମାଜ ପାଠରେ ଆଳସ୍ୟ ପ୍ରଦର୍ଶନ କରୁଥିଲେ ଏବଂ ଅଲ୍ଲାହଙ୍କ ଉଦ୍ଦେଶ୍ୟରେ ଅନିଚ୍ଛାପୂର୍ବକ ବ୍ୟୟ କରୁଥିଲେ। ସେହିପରି ଆଲ୍ଲାହ ତାଆଲା ସୂରା ତୌବାର ପଂକ୍ତି ନମ୍ବର 66ରେ ମଧ୍ୟ ଦର୍ଶାଇଛନ୍ତି, ଲା ତାତାଜିରୁ କଦ୍ କଫରତୁମ୍ ବାଦା ଇମାନିକୁମ୍, ଅର୍ଥାତ୍ ବର୍ତ୍ତମାନ କୌଣସି ଆପତ୍ତି କର ନାହିଁ, ବିଶ୍ୱାସ କରିଲା ପରେ ତୁମେମାନେ ଅବିଶ୍ୱାସୀ ପାଲଟି ଯାଅ ନାହିଁ। ଏହି ଆୟତରେ କପଟ ବିଶ୍ୱାସୀମାନଙ୍କୁ ପଥଚ୍ୟୁତ ହେବା ବା ଧର୍ମ ଭ୍ରଷ୍ଟ ହେବା ଦର୍ଶାଯାଇଛି ଏବଂ ଅଲ୍ଲାହ ଓ ରସୁଲଙ୍କର ସେ ଅମାନ୍ୟକାରୀ ବୋଲି ଦର୍ଶାଯାଇଛି। ସେହିପରି ଦୟାମୟ ପ୍ରଭୁ ଅଲ୍ଲାହ ଆହୁରି କୁହନ୍ତି, ୟହଲିଫୁନା ବିଲ୍ଲାହି ମା କାଲୁ ୱଲକଦ କାଲୁ କଲିମତଲ କୁଫ୍ରି व कफरू बाद इस्लामिहिम व हम्मु बिमा लम यनालु वमा नकमु इल्ला अन अगनाहुमुल्लाहु व रसूलुहु मिन फज़लिहि फ़इन यतूबु यकु खैरल लहुम वइन यतवल्लौ युअज़्ज़िबुहुमुल्लाहु अज़ाबन अलीमा फिद दुनिया वल आखिरा वमा लहुम फिल अर्ज़ि ମିଉ ୱଲି ୱଲା ନସିର, ଅର୍ଥାତ୍ ସେମାନେ ଅଲ୍ଲାହଙ୍କ ନାମରେ ଶପଥ କରନ୍ତି ଯେ ସେମାନେ କୌଣସି ମନ୍ଦ କଥା କହିନାହାନ୍ତି, ଅଥଚ ସେମାନେ ଅବିଶ୍ୱାସ କରିବା କଥା କହିଛନ୍ତି ଏବଂ ଇସଲାମ ଗ୍ରହଣ କରିବା ପରେ ଅବିଶ୍ୱାସ କରିଛନ୍ତି। ସେମାନେ ଇସଲାମ ବିରୁଦ୍ଧରେ ଯାହା ହାସଲ କରିପାରିବେ ନାହିଁ ସେ ବିଷୟ କାମନା କରିଛନ୍ତି ଏବଂ ସେମାନେ ସେ ମୁସଲମାନମାନଙ୍କ ସହିତ କେବଳ ଏଥିଯୋଗୁଁ ଶତ୍ରୁତା କରିଛନ୍ତି ଯେହେତୁ ଅଲ୍ଲାହ ଓ ତାହାଙ୍କ ରସୁଲ ନିଜ କୃପାରୁ ସେମାନଙ୍କୁ ଧନବାନ କରିଛନ୍ତି। ସୁତରାଂ ଯଦି ସେମାନେ ଅନୁତାପ କରନ୍ତି ତେବେ ତାହା ସେମାନଙ୍କ ପାଇଁ ଶ୍ରେୟସ୍କର ହେବ ଏବଂ ଯଦି ସେମାନେ ପୃଷ୍ଠଭଙ୍ଗ କରି ଫେରିଯାଆନ୍ତି, ଧର୍ମ ପରିବର୍ତ୍ତନ କରିନିଅନ୍ତି, ତେବେ ଅଲ୍ଲାହ ସେମାନଙ୍କୁ ଇହକାଳ ଓ ପରକାଳରେ ଯନ୍ତ୍ରଣାଦାୟକ ଶାସ୍ତି ପ୍ରଦାନ କରିବେ ଏବଂ ଏହି ପୃଥିବୀରେ ସେମାନଙ୍କର କେହି ବନ୍ଧୁ କି ସାହାଯ୍ୟକାରୀ ହେବେ ନାହିଁ। ସେହିପରି ଆଲ୍ଲାହ ତାଆଲା ପବିତ୍ର କୁରାନର ସୂରେ ମୁନାଫିକୁନରେ ଦର୍ଶାଇଛନ୍ତି, ଯେପରିକି ସେ କୁହନ୍ତି, ଇତ୍ତଖଜୁ ଆଇମାନହୁମ୍ ଜୁନ୍ନତନ୍ ଫସଦ୍ଦୁ ଅନ୍ ସବିଲିଲ୍ଲାହ ଇନ୍ନହୁମ୍ ସାଆ ମା କାନୁ यामलून ज़ालिका बिअन्नहुम आमनु सुम्म कफरू फतुबिया अला कुलूबिहिम फहुम ला यफ्कहून, ଅର୍ଥାତ୍ ସେମାନେ ନିଜ ଶପଥକୁ ତୁମ୍ଭଠାରୁ ରକ୍ଷା ପାଇବା ସକାଶେ ଢାଲ ରୂପେ ବ୍ୟବହାର କରିଛନ୍ତି ଏବଂ ସେମାନେ ଅଲ୍ଲାହଙ୍କ ପଥରୁ ଲୋକମାନଙ୍କୁ ବାଧା ଦେଇଛନ୍ତି। ସେମାନେ ଯାହା କରୁଛନ୍ତି ତାହା ଅତ୍ୟନ୍ତ ମନ୍ଦ। ଏହି କାର୍ଯ୍ୟ ସେମାନେ ଏଥିଯୋଗୁଁ କରୁଛନ୍ତି ଯେ ସେମାନେ ପ୍ରଥମେ ବିଶ୍ୱାସ କଲେ ଓ ପରେ ଅବିଶ୍ୱାସ କଲେ, ଯାହାଫଳରେ ସେମାନଙ୍କ ହୃଦୟରେ ମୋହର ଲଗାଇ ଦିଆଗଲା ଏବଂ ବର୍ତ୍ତମାନ ସେମାନେ ତାହା ବୁଝୁନାହାନ୍ତି। ତେବେ ଏପରି ଅନେକ ପଂକ୍ତି ରହିଛି, ଆୟତ ରହିଛି ଯେଉଁଥିରେ ଏପରି ଲୋକମାନଙ୍କର ଆଲୋଚନା କରାଯାଇଛି ଯେ ବିଶ୍ୱାସ ଆଣିବା ପରେ ବିପଥଗାମୀ ପାଲଟି ଯାଇଥିଲେ, ସ୍ୱଧର୍ମରୁ ଓହରି ଯାଇଥିଲେ, ଯାହାଙ୍କୁ ପଥଭ୍ରଷ୍ଟି ଅବା ଅମାନ୍ୟକାରୀ କୁହାଯାଇଛି, କିନ୍ତୁ ତଥାପି ସେମାନଙ୍କୁ ହତ୍ୟା କରିବାର ନିର୍ଦ୍ଦେଶ ଦିଆଯାଇ ନାହିଁ କୌଣସି ସ୍ଥଳେ। ଆଲ୍ଲାହ ତାଆଲା ସେମାନଙ୍କ ପାଇଁ ଏହି ଦଣ୍ଡ ଧାର୍ଯ୍ୟ କରିନାହାନ୍ତି। ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ወସଲ୍ଲମ ଏପରି ଲୋକମାନଙ୍କ ସଂକ୍ରାନ୍ତରେ କୁହନ୍ତି, ଯେଉଁ ମହାପୁରୁଷ ଉପରେ ପବିତ୍ର କୁରାନ ଅବତୀର୍ଣ୍ଣ ହେଲା ଯେ କାନା ଖୁଲୁକୁହୁଲ କୁରଆନର ସାକ୍ଷାତ ପ୍ରତିମୂର୍ତ୍ତି ଥିଲେ, ସେ ପବିତ୍ର ଅସ୍ତିତ୍ୱ ମୁର୍ତ୍ତଦୀନ ପ୍ରସଙ୍ଗରେ ନିଜ ଅନୁଗାମୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଯେପରିକି ସହି ବୁଖାରୀରେ ଏହି କଥା ଦରଜ ରହିଛି। ହଜରତ ଜାବିର ବିନ୍ ଅବଦୁଲ୍ଲାହ ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି, ଜଣେ ଗାଉଁଲି ବ୍ୟକ୍ତି ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ወସଲ୍ଲମଙ୍କ ନିକଟରେ ଉପସ୍ଥିତ ହେଲା ଏବଂ ଆସି କହିଲା ଯେ ମୁଁ ଇସଲାମ ଧର୍ମ ସ୍ୱୀକାର କରି ଆପଣଙ୍କ ହସ୍ତରେ ବୟତ କରିବାକୁ ଚାହୁଁଛି।
ଅତଏବ ସେ ହୁଜୁର ସଲ୍ଲଲ୍ଲାହୁଙ୍କ ହାତରେ ବୟତ କରିନେଲା। ପରବର୍ତ୍ତୀ ଦିନ ମଦିନାରେ ତାହାକୁ ଜ୍ୱର ହେଲା। ବସ୍ତୁତଃ ସେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ସେବାରେ ପୁନରାୟ ଉପସ୍ଥିତ ହେଲା ଏବଂ କହିଲା, ଆଜ୍ଞା ମୋ ବୟତ ମୋତେ ଫେରାଇ ଦିଅନ୍ତୁ। ତାହାର କାରଣ ଏହା ଥିଲା ଯେ ଯେହେତୁ ତାହାକୁ ଜ୍ୱର ହୋଇଥିଲା, ସେ ଏକଥା ଚିନ୍ତା କଲା ଯେ ଯେହେତୁ ମୁଁ ବିଶ୍ୱାସ ଆଣିବା ଯୋଗୁଁ ଏଭଳି ମୋର ଅବସ୍ଥା ହୋଇଛି। ଏପରି ସେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ସେବାରେ ଥରେ ନୁହେଁ, 2 ଥର ନୁହଁ, ବରଂ 3 ଥର ଉପସ୍ଥିତ ହୋଇ ନିବେଦନ କଲା ଯେ ହୁଜୁର ମୋତେ ମୋ ବୟତ ଫେରାଇ ଦିଅନ୍ତୁ। କିନ୍ତୁ ପ୍ରତି ଉତ୍ତରରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ତାହାକୁ ମନା କରିଦେଲେ। ସେଥିଅନ୍ତେ ସେ ମଦିନାରୁ ଚାଲିଗଲା। ତେବେ ତାହାର ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ସେବାରେ ବାରମ୍ବାର ଉପସ୍ଥିତ ହେବା ପ୍ରମାଣିତ କରୁଅଛି ଯେ ଧର୍ମ ପରିବର୍ତ୍ତନକାରୀଙ୍କ ପାଇଁ ମୃତ୍ୟୁ ଦଣ୍ଡାଦେଶ ଧାର୍ଯ୍ୟ ନଥିଲା। ଯଦି ଏପରି ହୋଇଥାନ୍ତା ତେବେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ତାହାକୁ କାହିଁକି କହିଲେ ନାହିଁ ଯେ ଧର୍ମ ପରିବର୍ତ୍ତନ କରିବାର ଦଣ୍ଡ ମୃତ୍ୟୁ ଅଟେ? ତେଣୁ ଏପରି କରିବା ସ୍ଥଳେ ତୁମକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବ। ସୁତରାଂ ସମ୍ପୃକ୍ତ ବ୍ୟକ୍ତିର ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ସେବାରେ ବାରମ୍ବାର ଉପସ୍ଥିତ ହୋଇ ଇସଲାମ ଧର୍ମରୁ ଓହରି ଯିବା, ଇସଲାମ ଧର୍ମକୁ ପରିତ୍ୟାଗ କରିବା ଓ ତାଠାରୁ ଏକଥା ଶୁଣିବା ପରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ତାହାକୁ ଭୟଭୀତ ନ କରେଇବା, ସତର୍କ ନ କରେଇବା ଯେ ଏଭଳି କରିବା ଦ୍ୱାରା ତୁମକୁ ଶାସ୍ତି ମିଳିବ ତଥା ସାହାବାମାନଙ୍କୁ ମଧ୍ୟ ତାହାକୁ ହତ୍ୟା କରିବାକୁ ନିର୍ଦ୍ଦେଶ ନ ଦେବା, ପୁନଶ୍ଚ ନିର୍ଦ୍ୱନ୍ଦ୍ୱରେ ତାହାର ମଦିନାରୁ ବାହାରି ଚାଲିଯିବା, ସୁରକ୍ଷିତ ଭାବରେ ମଦିନାରୁ ଛାଡ଼ି ଚାଲିଯିବା ସ୍ପଷ୍ଟ ପରିପ୍ରକାଶ କରୁଅଛି ଯେ ଇସଲାମ ଧର୍ମରେ ମୁର୍ତ୍ତଦୀନଙ୍କ ପ୍ରସଙ୍ଗରେ କୌଣସି ପ୍ରକାର କଠୋର ଧର୍ମାଦେଶ ନାହିଁ। ଅଧିକନ୍ତୁ ତାହାର ମଦିନାରୁ ଚାଲିଯିବାରେ ପ୍ରସନ୍ନିତ ହେବା ଅର୍ଥାତ୍ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମଙ୍କର ପ୍ରସନ୍ନିତ ହେବା ଏବଂ କହିବା ଯେ ମଦିନା ଏକ ଜ୍ୱଳନ୍ତ ଭାଟି ପରି ଯାହାକି ଅପରିଷ୍କାର ବସ୍ତୁକୁ ଦୂର କରିଦେଇଥାଏ। ଏହି ଘଟଣା ସ୍ପଷ୍ଟ ପରିପ୍ରକାଶ କରୁଅଛି ଯେ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ଏହି ନିୟମ ବିରୁଦ୍ଧରେ ଥିଲେ କି କାହାରିକୁ ବାଧ୍ୟତାମୂଳକ ଭାବରେ ଇସଲାମ ଧର୍ମରେ ଦୀକ୍ଷିତ କରା ନଯାଉ ଏବଂ ଲୋକମାନଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ କରିବାକୁ କଟକଣା ଆଗତ କରା ନଯାଉ। ବରଂ ଯଦି ମନୁଷ୍ୟ ମୁସଲମାନମାନଙ୍କ ଗୋଷ୍ଠୀରୁ ପୃଥକ ହୋଇଯାଆନ୍ତି ତେବେ ଏଥିରେ ଆପଣ ଅପ୍ରସନ୍ନତା ପ୍ରକାଶ କରୁ ନଥିଲେ, ବରଂ ଆପଣ ସେମାନଙ୍କ ଇଚ୍ଛା ବିପରୀତ ତାଙ୍କୁ ବାଧ୍ୟତାମୂଳକ ଇସଲାମ ଧର୍ମରେ ରହିବାକୁ ଚେଷ୍ଟା କରୁନଥିଲେ, ବରଂ ଏପରି ବ୍ୟକ୍ତିର ସ୍ୱଧର୍ମରୁ ଚାଲିଯିବାରେ ଆପଣ ଆନନ୍ଦିତ ହେଉଥିଲେ, ପ୍ରସନ୍ନିତ ହେଉଥିଲେ। ଯଦି ଆପଣ ଏହି ନିୟମ ପ୍ରଣୟନ କରିଥାନ୍ତେ ଯେ ଯେଉଁ ବ୍ୟକ୍ତି ଥରେ ଇସଲାମ ଧର୍ମରେ ପ୍ରବେଶ କରିବା ପରେ ଇସଲାମ ଧର୍ମରୁ ଓହରି ଯାଇପାରିବ ନାହିଁ, ଇସଲାମ ଧର୍ମ ପରିତ୍ୟାଗ କରିପାରିବ ନାହିଁ, ବରଂ ଇସଲାମ ଧର୍ମରେ ରହିବା ବାଧ୍ୟତାମୂଳକ ତାହାର, ଏବଂ ଯଦି ସେ କୌଣସି ମତେ ପ୍ରତିଷ୍ଠିତ ନ ରୁହେ ତେବେ ତାହାକୁ ବଧ କରାଯିବ, ହତ୍ୟା କରାଯିବ, ତେବେ ଆପଣ ଉକ୍ତ ଗାଉଁଲି ବ୍ୟକ୍ତିର ବିପଥଗାମୀ ହେବାରେ ଦୁଃଖ ପ୍ରକାଶ କରିଥାନ୍ତେ, ସାହାବାମାନଙ୍କ ଉପରେ କ୍ରୋଧିତ ହୋଇଥାନ୍ତେ ଯେ ତୁମେମାନେ ତାହାକୁ କାହିଁକି ଚାଲିଯିବାକୁ ଦେଲ, କାହିଁକି ତାକୁ ଧରି ହତ୍ୟା କରିଦେଲ ନାହିଁ, ନିହତ କରିଦେଲ ନାହିଁ, ତାହାକୁ ଧମକ ଦେଲ ନାହିଁ, ଡରାଇଲ ନାହିଁ ଏବଂ ସାହାବାଙ୍କୁ ଆଦେଶ ଦେଇଥାନ୍ତେ ଯେ ତାହାକୁ ଧରି ମୋତେ ମୋ ନିକଟକୁ ଘେନି ଆଣ। ଏହା ପରିବର୍ତ୍ତେ ଆପଣ କହିଲେ ଭଲ ହେଲା ସେ ଚାଲିଗଲା, ସେ ଇସଲାମରେ ରହିବା ଯୋଗ୍ୟ ନଥିଲା, ପ୍ରଭୁ ସ୍ୱୟଂ ତାହାକୁ ଆମଠାରୁ ପୃଥକ କରିଦେଲେ। ବସ୍ତୁତଃ ଉକ୍ତ ବ୍ୟକ୍ତିର ଉଦାହରଣ ଓ ପ୍ରମାଣ ଯେ ମୁର୍ତ୍ତଦ ସକାଶେ କୌଣସି ଧାର୍ମିକ ଦଣ୍ଡାଦେଶ ନାହିଁ। ମୁସଲମାନମାନଙ୍କ ପରମ୍ପରାରେ ଏହା ସାମିଲ ନାହିଁ ଯେ ଯଦି କେହି ଇସଲାମ ଧର୍ମରୁ ଓହରିଯାଏ, ଇସଲାମ ଧର୍ମ ପରିତ୍ୟାଗ କରିଯାଏ ତେବେ ତାହାକୁ ଏଥିସକାଶେ ହତ୍ୟା କରିଦିଆଯାଉ। ଦ୍ୱିତୀୟ ପ୍ରମାଣ ଏହି ପ୍ରସଙ୍ଗରେ ସୁଲହ ହୁଦେବିୟାରେ ଯେଉଁ ସର୍ତ୍ତାବଳୀ ପ୍ରଣୟନ କରାଯାଇଥିଲା ସେଥିରେ ଦ୍ୱିତୀୟ ସର୍ତ୍ତ ମୁତାବକ ଯଦି ମୁସଲମାନମାନଙ୍କ ମଧ୍ୟରୁ କେହି ମୁର୍ତ୍ତଦ ହୋଇଯାଏ, ଅମାନ୍ୟକାରୀ ପାଲଟିଯାଏ,
ତେବେ ତାହାକୁ ଅମାନ୍ୟକାରୀଙ୍କ ନିକଟକୁ ଫେରାଇ ଦିଆଯିବ ଏବଂ ସେ ଅର୍ଥାତ୍ ଉକ୍ତ ବ୍ୟକ୍ତି ଜଣକ ଅମାନ୍ୟକାରୀଙ୍କ ନିକଟକୁ ଚାଲି ଆସିବ। ଏଥିରେ କୌଣସି ପ୍ରତିବନ୍ଧକ ବା ତାହା ସହିତ କଠୋରତା ପ୍ରଦର୍ଶନ କରାଯିବ ନାହିଁ। ଏହି ସର୍ତ୍ତରୁ ସ୍ପଷ୍ଟ ପ୍ରତିପାଦିତ ହେଉଛି ଯେ ଯଦି ଇସଲାମ ଧର୍ମରେ ମୁର୍ତ୍ତଦୀନ ଅର୍ଥାତ୍ ବିପଥଗାମୀଙ୍କ ପାଇଁ ମୃତ୍ୟୁ ଦଣ୍ଡାଦେଶ ସ୍ଥିର ହୋଇଥାନ୍ତା, ଧାର୍ଯ୍ୟ ଥାନ୍ତା, ତେବେ ଆପଣ କଦାପି ଅମାନ୍ୟକାରୀଙ୍କର ଏହି ସର୍ତ୍ତ ସ୍ୱୀକାର କରିନଥାନ୍ତେ। ଏତଦ୍ବ୍ୟତୀତ ମଧ୍ୟ ଅନେକ ଘଟଣା ରହିଛି ଯେଉଁଥିରୁ ସ୍ପଷ୍ଟ ପ୍ରମାଣିତ ହେଉଅଛି ଯେ ହଜରତ ମୁହମ୍ମଦ ମୁସ୍ତାଫା ସല്ലଲ୍ଲାହୁ ଆଲୈହି ವಸಲ್ಲମଙ୍କ ସମୟ କାଳରେ କିଛି ଲୋକ ଇସଲାମ ଧର୍ମରୁ ଓହରିଗଲେ, କିନ୍ତୁ ଏଥିଯୋଗୁଁ ସେମାନଙ୍କ ସହିତ କୌଣସି ପ୍ରକାରର ପ୍ରତିବାଦ ପ୍ରଦର୍ଶନ କରାଯାଇନଥିଲା ଯେପର୍ଯ୍ୟନ୍ତ କି ସେମାନେ ବିଦ୍ରୋହ ଓ ବିଶୃଙ୍ଖଳା ଆଦି ସଙ୍ଗୀନ ଅପରାଧରେ ନିବିଷ୍ଟ ହୋଇଯାଇନଥିଲେ। ତେବେ ଯଦି ସେମାନଙ୍କୁ ଶାସ୍ତି ଦିଆଯାଇଥିଲା, ତେବେ ସେମାନଙ୍କ ବିଦ୍ରୋହ ଓ ବିଶୃଙ୍ଖଳା ପରିବ୍ୟାପ୍ତ କରିବା ଯୋଗୁଁ ଓ ଏହି ଅପରାଧରେ ସମ୍ପୃକ୍ତ ଥିବା ଯୋଗୁଁ ତାଙ୍କୁ ଦଣ୍ଡିତ କରାଯାଇଥିଲା, ନା କି ସେମାନଙ୍କ ଧର୍ମ ପରିବର୍ତ୍ତନ କରିବା ଯୋଗୁଁ ମିଳିଥିଲା। ହଜରତ ମୁସ୍ଲିମ ମଉଦ୍ ରଜିୟଲ୍ଲାହୁ ପବିତ୍ର କୁରାନର ଆୟାତ ଓମା ଆଲାର ରସୁଲୁ ଇଲ୍ଲାଲ ବଲାଗୁଲ ମୁବିନ ଉପସ୍ଥାପନ କରି ସାବ୍ୟସ୍ତ କରିଛନ୍ତି ଯେ ଏଥିରେ ଏଥିପ୍ରତି ଇଙ୍ଗିତ ରହିଛି ଯେ ଖଣ୍ଡା ବଳରେ ଧର୍ମ ପ୍ରଚାର କରିବା ଏକ ପୁରାତନ ନିୟମ। ହଜରତ ଇବ୍ରାହିମ ଆଲୈହିସ୍ସଲାମ ମଧ୍ୟ ଏହି ପନ୍ଥା ଅବଲମ୍ବନ କରିଥିଲେ ଏବଂ ସେ ଲୋକମାନଙ୍କୁ ଅର୍ଥାତ୍ ନିଜ ଅନୁଗାମୀମାନଙ୍କୁ ଏହି ଉପଦେଶ ଦେଉଥିଲେ। ତାଙ୍କ କାଳରେ ଲୋକମାନଙ୍କୁ ପରମେଶ୍ୱର ଏହି ଆଦେଶ ଦେଇଥିଲେ ଯେ ଆମର ଏହି ଅବତାରଙ୍କ ଦାୟିତ୍ୱ କେବଳ ବାର୍ତ୍ତା ପହଞ୍ଚାଇ ଦେବା ଅଟେ, ଖଣ୍ଡାରେ କାହାରିକୁ ମନେଇବା ନୁହେଁ, ରାଜି କରେଇବା ନୁହେଁ। ଏହା ହିଁ ସମ୍ପୂର୍ଣ୍ଣ କୁରାନୀୟ ଶିକ୍ଷାର ସାରାଂଶ ଯେ ଦଲିଲ ଓ ପ୍ରମାଣ ମାଧ୍ୟମରେ ଲୋକମାନଙ୍କୁ ରାଜି କରାଇବା ଧାର୍ମିକ ଲୋକମାନଙ୍କ ଆଚରଣ ଓ ସ୍ୱଭାବ। ବାଧ୍ୟତାମୂଳକ ଭାବରେ ଲୋକମାନଙ୍କୁ ରାଜି କରାଇବା ଧାର୍ମିକ ଲୋକମାନଙ୍କର ସ୍ୱଭାବ ନୁହେଁ। ଦୁଃଖଦ ଯେ ଏପର୍ଯ୍ୟନ୍ତ ସଂସାର ଏହି ବିଷୟ ବା ସମସ୍ୟାକୁ ବୁଝିପାରି ନାହିଁ, ବରଂ ସ୍ୱୟଂ ଇସଲାମ ଧର୍ମରେ ମଧ୍ୟ ଧର୍ମ ପରିବର୍ତ୍ତନର ଦଣ୍ଡ ହତ୍ୟା ବୋଲି ଚିନ୍ତା କରୁଛନ୍ତି। ହଜରତ ମୁସ୍ଲିମ ମଉଦ୍ ରଜିୟଲ୍ଲାହୁ କୁହନ୍ତି, ଯଦି ଜଣେ ସତ୍ୟ ବା ମିଥ୍ୟା ବିଶ୍ୱାସ ସ୍ଥାପନ କରୁନା କାହିଁକି ତାହାକୁ ସତ୍ୟବାଦୀ ବୁଝିବା ଉଚିତ ଯେ ଯେପରି ଜଣେ ମୁସଲମାନ ସ୍ୱଧର୍ମକୁ ସତ୍ୟ ବିବେଚିତ କରୁଛି, ସତ୍ୟ ବୋଲି ମଣୁଛି ନିଜ ଧର୍ମକୁ। ଜଣେ ଖ୍ରୀଷ୍ଟ ଧର୍ମ ଏକ ମିଥ୍ୟା ବିଶ୍ୱାସ ଉପରେ ପ୍ରତିଷ୍ଠିତ। ତଥାପି ପ୍ରଶ୍ନ ଉଠୁଛି ଯେ ସଂସାରର ଅଧିକାଂଶ ଖ୍ରୀଷ୍ଟ ଧର୍ମୀ ଯେ କି ଖ୍ରୀଷ୍ଟ ଧର୍ମକୁ କ'ଣ ବିଶ୍ୱାସ କରୁଛନ୍ତି? ନିଶ୍ଚିତ ରୂପେ ସେମାନେ ତାହାକୁ ସତ୍ୟ ବୋଲି ମଣୁଛନ୍ତି, ଅର୍ଥାତ୍ ନିଜ ଧର୍ମକୁ ସଠିକ ବୋଲି ମଣୁଛନ୍ତି। ହିନ୍ଦୁ ଧର୍ମ ଏକ ଅସତ୍ୟ ଧର୍ମ, କିନ୍ତୁ ପ୍ରଶ୍ନ ଉଠୁଛି ଯେ ସଂସାରର ଅଧିକାଂଶ ହିନ୍ଦୁ ଧର୍ମକୁ କ'ଣ ବିଶ୍ୱାସ କରୁଛନ୍ତି? ନିଶ୍ଚିତ ରୂପେ ସେମାନେ ତାହାକୁ ସତ୍ୟ ବୋଲି ମଣୁଛନ୍ତି, ନିଜ ଧର୍ମକୁ ସଠିକ ବୋଲି ମଣୁଛନ୍ତି। ସେହିପରି ୟହୁଦୀ ଧର୍ମ ଏକ ଅସତ୍ୟ ଧର୍ମ, କିନ୍ତୁ ପ୍ରଶ୍ନ ଉଠୁଛି ଯେ ସଂସାରର ଅଧିକାଂଶ ୟହୁଦୀ ଧର୍ମକୁ କ'ଣ ବିଶ୍ୱାସ କରୁଛନ୍ତି? ନିଶ୍ଚିତ ରୂପେ ସେମାନେ ତାହାକୁ ସତ୍ୟ ବୋଲି ମଣୁଛନ୍ତି। ଅତଃ ଉକ୍ତ କଥାକୁ ଆଧାର କରି ଯଦି କୌଣସି ବ୍ୟକ୍ତିକୁ ହତ୍ୟା କରିବା ବୈଧ, ତେବେ ମୁଁ ଏହା ଭାବୁଛି ଯେ ମୋ ଧର୍ମ ସତ୍ୟ ଅଟେ, ନା କି ଅନ୍ୟମାନଙ୍କର ଧର୍ମ ସତ୍ୟ। ତେଣୁ ଯଦି ଏହି କଥା ରହିଛି, ତେବେ ଜଣେ ଖ୍ରୀଷ୍ଟ ଧର୍ମାବଲମ୍ବୀକୁ କାହିଁକି ଏହି ଅଧିକାର ପ୍ରାପ୍ତ ନାହିଁ ଯେ ସେ ଯେଉଁ ମୁସଲମାନକୁ ଚାହିଁବ ହତ୍ୟା କରିପାରିବ? ଜଣେ ହିନ୍ଦୁକୁ କାହିଁକି ଏହି ଅଧିକାର ପ୍ରାପ୍ତ ନାହିଁ ଯେ ବାଧ୍ୟତାମୂଳକ ଭାବରେ ଅନ୍ୟ ଜଣେ ବ୍ୟକ୍ତିକୁ ହିନ୍ଦୁ କରେଇ ନେବ? ଚୀନ ଦେଶରେ କନଫୁସିୟସ ଧର୍ମର ଧର୍ମାବଲମ୍ବୀଙ୍କୁ ଏହି ଅଧିକାର କାହିଁକି ପ୍ରାପ୍ତ ନାହିଁ ଯେ ସେମାନେ ଜୋର ଜବରଦସ୍ତ ଲୋକମାନଙ୍କୁ ନିଜ ଧର୍ମରେ ସାମିଲ କରିନେବେ? ଫିଲିପାଇନରେ ଯେଉଁଠି 15ରୁ 20 ହଜାର ସଂଖ୍ୟା ବିଶିଷ୍ଟ ମୁସଲମାନ ଅଛନ୍ତି, ସେହି ଦେଶରେ ଖ୍ରୀଷ୍ଟ
ଧର୍ମାଲମ୍ବୀଙ୍କୁ କାହିଁକି ଏହି ଅଧିକାର ପ୍ରାପ୍ତ ନାହିଁ ଯେ ସେମାନେ ମୁସଲମାନମାନଙ୍କୁ ଜୋର ଜବରଦସ୍ତ ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ କରାଇ ନିଅନ୍ତୁ? ଯେତେବେଳେ ହଜରତ ମସିହ ମଉଦ ଆଲୈହିସ୍ସଲାମ ଏହି କଥା ବର୍ଣ୍ଣନା କଲେ, ସେତେବେଳେ ମୁସଲମାନମାନଙ୍କର ସଂଖ୍ୟା 20,000 ଥିଲା, କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ପୂର୍ବ ସଂଖ୍ୟା ତୁଳନାରେ ଅଧିକ ହେବ। ସେହିପରି ଆମେରିକା ରାଷ୍ଟ୍ରକୁ କାହିଁକି ଅଧିକାର ପ୍ରାପ୍ତ ନାହିଁ ଯେ ତାଙ୍କ ଦେଶରେ ଯେଉଁ ମୁସଲମାନମାନେ ରହୁଛନ୍ତି ସେମାନଙ୍କୁ ଜୋର ଜବରଦସ୍ତ ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ କରାଇ ନିଆଯାଉ? ସେହିପରି ରୁଷିଆ ଦେଶକୁ କାହିଁକି ଏହି ଅଧିକାର ପ୍ରାପ୍ତ ନାହିଁ ଯେ ସେମାନେ ଜୋର ଜବରଦସ୍ତ ମୁସଲମାନମାନଙ୍କୁ ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ କରାଇ ନିଅନ୍ତୁ, ମୁସଲମାନମାନଙ୍କୁ କମ୍ୟୁନିଷ୍ଟରେ ପରିଣତ କରିଦିଅନ୍ତୁ? ସୁତରାଂ ଯଦି ମୁସଲମାନମାନେ ଜୋର ଜବରଦସ୍ତ ଭାବରେ ଅନ୍ୟ ଧର୍ମର ଲୋକମାନଙ୍କୁ ନିଜ ଧର୍ମରେ ଦୀକ୍ଷିତ କରାଉଛନ୍ତି, ତେବେ ସେହିପରି ଅନ୍ୟ ଧର୍ମାଲମ୍ବୀମାନଙ୍କୁ ମଧ୍ୟ ଏହି ଅଧିକାର ପ୍ରାପ୍ତ କାହିଁକି ନୁହଁ? ଅତଏବ କ'ଣ ଉକ୍ତ ଅଧିକାରକୁ ପ୍ରଣୟନ କରି ତୁମେ ନିଜ ପୁତ୍ରକୁ ଏହା କହିପାରିବ ଯେ ପ୍ରସଙ୍ଗ ସଠିକ୍ ଅଟେ? କ'ଣ ତୁମେ ନିଜ ପତ୍ନୀଙ୍କୁ ଏହା କହିପାରିବ ଯେ ଏହି ପ୍ରସଙ୍ଗଟି ଉଚିତ ଅଟେ? ଖ୍ରୀଷ୍ଟିଆନମାନଙ୍କର ଏହି ଅଧିକାର ରହିଛି ଯେ ସେମାନେ ଜୋର ଜବରଦସ୍ତ ମୁସଲମାନମାନଙ୍କୁ ଖ୍ରୀଷ୍ଟ ଧର୍ମାଲମ୍ବୀ କରାଇ ଦେଇପାରିବେ। ଇରାନବାସୀଙ୍କୁ କ'ଣ ଏହି ଅଧିକାର ପ୍ରାପ୍ତ ରହିଛି ଯେ ସେମାନେ ଇରାନରେ ବସବାସ କରୁଥିବା ହନଫି ମୁସଲମାନମାନଙ୍କୁ ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ କରାଇ ନିଅନ୍ତୁ? ସେହିପରି ହନଫିମାନଙ୍କୁ କ'ଣ ଏହି ଅଧିକାର ପ୍ରାପ୍ତ ରହିଛି ଯେ ସେମାନେ ଅନ୍ୟ ସମସ୍ତ ଧର୍ମାଲମ୍ବୀଙ୍କୁ ସୁନ୍ନି ଧର୍ମରେ ଦୀକ୍ଷିତ କରାଇ ନିଅନ୍ତୁ? ଏହା ବୁଦ୍ଧି ବିରୋଧୀୟ କଥା, ଯାହାକୁ କୌଣସି ବ୍ୟକ୍ତି ନିମିତ୍ତକ ପାଇଁ ମଧ୍ୟ କ୍ଷଣକ ପାଇଁ ମଧ୍ୟ ଗ୍ରହଣ କରିପାରିବ ନାହିଁ। ବିଗତ ଅବତାରମାନଙ୍କର ଜାତି ଯେତେବେଳେ ଐଶ୍ୱରିକ ମାର୍ଗଦର୍ଶନକୁ ସ୍ୱୀକାର କରିବାକୁ ଆଗ୍ରାହ୍ୟ କରିଦେବାରୁ ଆଲ୍ଲାହ ତାଆଲା ସେମାନଙ୍କୁ ସମ୍ବୋଧିତ କରି କହିଲେ, ତୁମ୍ଭେ ଯଦି ସ୍ୱୟଂ ମାର୍ଗଦର୍ଶନ କରିବାକୁ ଇଚ୍ଛୁକ ନାହଁ, ତେବେ ଆମ୍ଭେ ତୁମ୍ଭଙ୍କୁ ବାଧ୍ୟତାମୂଳକ ରୂପେ ମାର୍ଗଦର୍ଶନ କରାଇ ପାରିବୁ ନାହିଁ। କିନ୍ତୁ ବଡ଼ ଦୁଃଖଦ ବିଷୟ ଏହିକି ଯେ ସାମ୍ପ୍ରତିକ ଯୁଗରେ ମୁସଲମାନମାନଙ୍କ ମଧ୍ୟରୁ ଏହି ମୌଳବାଦମାନେ, ଏହି ମୌଳିକତାକୁ ଅସ୍ୱୀକାର କରୁଥିବା ଲୋକମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ଏବଂ ବର୍ତ୍ତମାନ ଆମେମାନେ ଏହା ଅବଲୋକନ କରୁଛୁ ଯେ ମୁସଲମାନମାନଙ୍କ ମଧ୍ୟରୁ ବହୁଳ ସଂଖ୍ୟକ ଲୋକ ଏହି କଥା ହିଁ କହୁଛନ୍ତି। ଯଦି ସଂସାର ଏହି କଥାକୁ ହୃଦୟଙ୍ଗମ କରିନିଏ, ତେବେ ନିଃସନ୍ଦେହ ରୂପେ ଅନ୍ୟାୟ ଓ ଧାର୍ମିକ ଅତ୍ୟାଚାର ବା କ୍ରୂରତା ଓ ରାଜନୈତିକ ପ୍ରସଙ୍ଗରେ ଆବଦ୍ଧ ହୋଇଯିବ। ନା ଲୋକମାନେ ନିଜ ବିଶ୍ୱାସକୁ ଅନ୍ୟମାନଙ୍କ ଉପରେ ଜୋର ଜବରଦସ୍ତ ଲଦି ଦେବେ, ନା ହିଁ ନିଜର ରାଜନୈତିକ ଅବସ୍ଥାକୁ ଅନ୍ୟ ଦେଶରେ ଜୋର ଜବରଦସ୍ତ ପ୍ରଣୟନ କରିବାକୁ ଉଦ୍ୟମ କରିବେ। ହଜରତ ମସିହ ମଉଦ ଆଲୈହିସ୍ସଲାମ କୁହନ୍ତି, ମୁଁ ଏହା ଜାଣେ ନାହିଁ ଯେ ଆମମାନଙ୍କର ବିରୋଧୀ କେଉଁଠୁ ଏବଂ କାହାଠାରୁ ଶୁଣି ନେଇଛନ୍ତି ଯେ ଇସଲାମ ଧର୍ମ ଖଣ୍ଡା ଦ୍ୱାରା ପରିବ୍ୟାପ୍ତ ହୋଇଛି। ଆଲ୍ଲାହ ତାଆଲା ତ ପବିତ୍ର କୁରାନରେ କୁହନ୍ତି, ଲା ଇକ୍ରାହା ଫିଦ୍ଦୀନ। ତେବେ ପ୍ରଶ୍ନ ଏଠାରେ ଉତ୍ଥାପିତ ହେଉଛି ଯେ ଏଭଳି ବାଧ୍ୟବାଧକତାର ଆଦେଶ କେଉଁଠି ରହିଛି? କ'ଣ ସେହି ଲୋକମାନେ ଯେଉଁମାନେ ବାଧ୍ୟତାବଶତଃ ଇସଲାମ ଧର୍ମ ଗ୍ରହଣ କରନ୍ତି, ସେମାନଙ୍କର ଏହି ନିଷ୍ଠା ହୋଇଥାଏ ବା ରହିଥାଏ ଯେ ସେମାନେ ବିନା କୌଣସି ଦରମା ପାଇବା ସତ୍ତ୍ୱେ ମାତ୍ର 300 ଲୋକ ହଜାର ହଜାର ଲୋକମାନଙ୍କ ମୁକାବିଲା କରିବେ, ଯେପରିକି ବଦର ଯୁଦ୍ଧରେ ଘଟିଥିଲା? ପୁନଶ୍ଚ ଯେତେବେଳେ ମୁସଲମାନମାନଙ୍କ ସଂଖ୍ୟା 1000କୁ ପହଞ୍ଚିଗଲା, ସେତେବେଳେ ସେମାନେ ଲକ୍ଷାଧିକ ଶତ୍ରୁକୁ ପରାସ୍ତ କରିଦେଲେ ଓ ଧର୍ମକୁ ଶତ୍ରୁର ଖଡ୍ଗ ଆକ୍ରମଣରୁ ସୁରକ୍ଷା କଲେ ଏବଂ ଏଭଳି ପ୍ରେମିକ ସାଜିଲେ ଯେ ସେମାନେ ଅତି ସରଳ ବ୍ୟକ୍ତିଙ୍କ ପରି ଜୀବନଯାପନ କରି ଦୁଃଖ କଷ୍ଟ ସହ୍ୟ କରି ଆଫ୍ରିକାର ମରୁଭୂମି ପର୍ଯ୍ୟନ୍ତ ପହଞ୍ଚିଗଲେ ଏବଂ ସେଠାରେ ମଧ୍ୟ ଇସଲାମ ଧର୍ମକୁ ପ୍ରଚାର ପ୍ରସାର କରିଦେଲେ। ପୁନଶ୍ଚ ଏହି ନିରୀହ ମୁସଲମାନମାନେ ପ୍ରତ୍ୟେକ ପ୍ରକାର ଦୁଃଖ ଯନ୍ତ୍ରଣା ସହ୍ୟ କରି ଅବସାଦ ଅପନୋଦନ ନ କରି ଯୁଦ୍ଧ ସ୍ୱରୂପ କେବଳ ସରଳ ଲୋକଙ୍କ ପରି ସେହି ଦେଶରେ ପହଞ୍ଚି ଇସଲାମ ଆଡ଼କୁ ଆମନ୍ତ୍ରିତ କଲେ, ଯାହାର ପରିଣାମ ଏହା ହେଲା ଯେ ସେହି ସରଳ ଦରିଦ୍ର ବ୍ୟକ୍ତିଙ୍କ କଲ୍ୟାଣମୂଳକ ଉପଦେଶ ଫଳରେ ଉର୍ଦ୍ଧ୍ୱ କୋଟି ମୁସଲମାନ ଭୂପୃଷ୍ଠରେ ଜନ୍ମଗ୍ରହଣ କରିନେଲେ। ପୁନଶ୍ଚ
କୌଫୁନି ପରିଧାନ କରୁଥିବା ଦରବେଶମାନେ ଭାରତବର୍ଷରେ ଆସି ପହଞ୍ଚିଗଲେ ଏବଂ ଆର୍ଯ୍ୟ ଧର୍ମର ଅନେକାଂଶ ଭାଗକୁ ଇସଲାମ ଧର୍ମ ଦ୍ୱାରା ସମ୍ମାନିତ କରିଦେଲେ। ସେହିପରି ୟୁରୋପର ସୀମା ପର୍ଯ୍ୟନ୍ତ ଲଙ୍ଘିଗଲେ ଏବଂ ସେଠାରେ ମଧ୍ୟ ଲା ଇଲାହା ଇଲ୍ଲାଲ୍ଲାହ ର ସ୍ୱର ପହଞ୍ଚାଇ ଦେଲେ। ତୁମେ ନିୟମ କରି କୁହ, ଶପଥ କରି କୁହ ଯେ ଏହି କାର୍ଯ୍ୟ ହେଉଛି ସେହି ଲୋକମାନଙ୍କର ଯେଉଁମାନଙ୍କୁ ମୁସଲମାନ ହେବାକୁ ବାଧ୍ୟ କରାଯାଇଥିଲା ଏବଂ ଯେଉଁମାନଙ୍କର ହୃଦୟ ଓ ତୁଣ୍ଡ ବିଶ୍ୱାସ ରୂପେ ପରିଚିତ ନୁହେଁ, ବରଂ ଏହା ହେଉଛି ସେହି ଲୋକମାନଙ୍କର କାର୍ଯ୍ୟ ଯେଉଁମାନଙ୍କର ହୃଦୟ ବିଶ୍ୱାସର ଆଲୋକ ଦ୍ୱାରା ପରିପୂର୍ଣ୍ଣ ହୋଇଯାଏ ଏବଂ ଯେଉଁମାନଙ୍କର ହୃଦୟରେ କେବଳ ଆଲ୍ଲାହ ତାଆଲା ହିଁ ବସବାସ କରନ୍ତି। ସୁତରାଂ ଉପରୋକ୍ତ ଆୟାତ ଗୁଡ଼ିକର ଆଲୋକରେ ଏହି କଥା ପ୍ରମାଣିତ ହେଉଛି ଯେ ଯେଉଁମାନେ ଧର୍ମରୁ ଓହରି ଯାଆନ୍ତି ସେମାନଙ୍କ ଶାସ୍ତି ବା ଦଣ୍ଡ ସେମାନଙ୍କୁ ହତ୍ୟା କରିବା ନୁହେଁ। ତେବେ ହଜରତ ଅବୁ ବକର ସିଦ୍ଦିକ ରଜିୟଲ୍ଲାହୁ ବିଧର୍ମୀମାନଙ୍କୁ କାହିଁକି ହତ୍ୟା କଲେ ଅବା ଏଭଳି ଆଦେଶ କାହିଁକି ଦେଲେ? ବାସ୍ତବତା ଏହିକି ଯେ ଇତିହାସର ଅଧ୍ୟୟନ କରିବା ଦ୍ୱାରା ଅତି ସହଜରେ ଏହା ଜ୍ଞାତ ହୋଇଥାଏ ଯେ ହଜରତ ଅବୁ ବକର ସିଦ୍ଦିକ ରଜିୟଲ୍ଲାହୁଙ୍କ ଶାସନରେ ଧର୍ମରୁ ଓହରି ଯାଇଥିବା ଲୋକମାନେ କେବଳ ଇସଲାମ ଧର୍ମକୁ ଅସ୍ୱୀକାର କରିନଥିଲେ, ବରଂ ନିଜ ବିଦ୍ରୋହର ଷଡ଼ଯନ୍ତ୍ରରେ ଓ ନିଜ ହିଂସ୍ର ଅଭିଳାଷରେ ବେଶ ଆଗକୁ ବଢ଼ି ଯାଇଥିଲେ। ଯେଉଁମାନେ କେବଳ ମଦିନାରେ ବସବାସ କରୁନଥିଲେ, ବରଂ ବାହାରର ଲୋକମାନଙ୍କ ସହିତ ମଧ୍ୟ ସେମାନଙ୍କର ସମ୍ପର୍କ ରହିଥିଲା ଓ ସେମାନେ ମୁସଲମାନମାନଙ୍କୁ ହତ୍ୟା କରିବା ପାଇଁ ଭୟଙ୍କର ଯୋଜନା ପ୍ରସ୍ତୁତ କରିଥିଲେ। ବିଭିନ୍ନ ଅଞ୍ଚଳରେ ମୁସଲମାନମାନଙ୍କୁ ଧରି ଅତ୍ୟନ୍ତ ନିର୍ଦ୍ଦୟ ଓ ନିର୍ମମ ଭାବରେ ହତ୍ୟା କରିଥିଲେ। ସେମାନଙ୍କ ଅଙ୍ଗ ପ୍ରତ୍ୟଙ୍ଗକୁ କାଟି ସେମାନଙ୍କୁ ହତ୍ୟା କରି ଜୀବନ୍ତ ଦଗ୍ଧ କରିଦେଇଥିଲେ। ସୁତରାଂ ଏହି ବିଧର୍ମୀମାନେ ସେହିମାନେ ଥିଲେ ଯେଉଁମାନେ ଅନ୍ୟାୟ ଅତ୍ୟାଚାରର ଉନ୍ମୂଳ ହତ୍ୟାକାଣ୍ଡ ଭିଆଇଥିଲେ, ଏଭଳି ଲୋମହର୍ଷକ ଜଘନ୍ୟ ପାପ କରିଥିଲେ ଯାହାର କୌଣସି କ୍ଷମା ନଥିଲା। ଫଳତଃ ପ୍ରତିରକ୍ଷା ଓ ପ୍ରତିଶୋଧ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସେ ଯୁଦ୍ଧପ୍ରିୟ ଲୋକମାନଙ୍କ ସହିତ ଯୁଦ୍ଧ କରିବା ଅନିବାର୍ଯ୍ୟ ଥିଲା। ଯେପରିକି ଆଲ୍ଲାହ ତାଆଲା ପବିତ୍ର କୁରାନରେ କହିଛନ୍ତି, ଜଜାଉ ସୟ୍ୟତୁନ୍ ମିସ୍ଲୁହା, ଅର୍ଥାତ୍ ପାପର ପ୍ରତିଫଳ ସେହିପରି ଦଣ୍ଡ ଦେବା ଅଟେ। ସେମାନଙ୍କୁ ମଧ୍ୟ ସେହିଭଳି ଦଣ୍ଡ ଦେଇ ହତ୍ୟା କରିବାର ଆଦେଶ ଦିଆଯାଇଥିଲା। ସୁତରାଂ ଏଠାରେ ଇତିହାସ ଓ ଜୀବନୀ ପୁସ୍ତକରୁ କେତେକ ବିସ୍ତୃତ ବିବରଣୀ ମୁଁ ଉପସ୍ଥାପନ କରିଦେଉଛି। ଖମିସ୍ ନାମକ ଇତିହାସ ପୁସ୍ତକରେ ଉଲ୍ଲେଖ ରହିଛି, ଖାରଜା ବିନ୍ ହାସନ ଯିଏକି ବିଧର୍ମୀମାନଙ୍କର ମଧ୍ୟରୁ ଅନ୍ୟତମ ଥିଲେ, ସେ ନିଜ ସମ୍ପ୍ରଦାୟର କେତେକ ଅଶ୍ୱାରୋହୀମାନଙ୍କୁ ମଦିନା ଅଭିମୁଖେ ପ୍ରେରଣ କଲେ। ସେ ଚାହୁଁଥିଲେ ଯେ ମଦିନାବାସୀଙ୍କୁ ଯୁଦ୍ଧ ପାଇଁ ବାହାରିବା ପୂର୍ବରୁ ହିଁ ଅଟକାଇ ଦିଆଯାଉ ଅବା ସେମାନଙ୍କ ଉପରେ ଆକ୍ରମଣ କରି ଦିଆଯାଉ। ସୁତରାଂ ସେ ହଜରତ ଅବୁ ବକର ରଜିୟଲ୍ଲାହୁ ଏବଂ ତାଙ୍କ ସହିତ ଥିବା ମୁସଲମାନମାନଙ୍କ ଉପରେ ସେତେବେଳେ ଛାପା ମାରିଲେ ଯେତେବେଳେ କି ସେମାନେ ଅବଚେତନ ଅବସ୍ଥାରେ ଥିଲେ। ବିଧର୍ମୀମାନେ କେବଳ ମଦିନା ଉପରେ ଆକ୍ରମଣ କଲେ ନାହିଁ, ବରଂ ହଜରତ ଅବୁ ବକର ରଜିୟଲ୍ଲାହୁ ଯେତେବେଳେ ସେମାନଙ୍କୁ ପରାସ୍ତ କଲେ ସେତେବେଳେ ସେମାନେ ଅତି ସତ୍ୟନିଷ୍ଠ ମୁସଲମାନମାନଙ୍କୁ ମଧ୍ୟ ଖଣ୍ଡାର ତୀକ୍ଷ୍ଣ ଧାରରେ ସ୍କନ୍ଧଚ୍ୟୁତ କରିଦେଲେ ଯେଉଁମାନେ ସେମାନଙ୍କ ଅଞ୍ଚଳରେ ବସବାସ କରୁଥିଲେ। ଯେପରିକି ମୁଁ ବିଗତ ଖୁତବା ଗୁଡ଼ିକରେ ଚର୍ଚ୍ଚା କରି ଆସିଛି ଯେ ସେହି ସତ୍ୟନିଷ୍ଠ ମୁସଲମାନମାନେ ଯେଉଁମାନେ ବିଦ୍ରୋହୀ ତଥା ବିଧର୍ମୀମାନଙ୍କ ଅଞ୍ଚଳରେ ବସବାସ କରୁଥିଲେ ଏବଂ ସେମାନଙ୍କ ସଂଖ୍ୟା ଖୁବ୍ ସ୍ୱଳ୍ପ ଥିଲା, ଯେଉଁମାନେ ନିଜ ବିଶ୍ୱାସରେ ଦୃଢ଼ ଥିଲେ, ପ୍ରତିଷ୍ଠିତ ଥିଲେ, ସେମାନଙ୍କୁ ଏହି ବିଦ୍ରୋହୀମାନେ ନିର୍ମମ ଭାବେ ହତ୍ୟା କରିଥିଲେ। ସୁତରାଂ ଆଲ୍ଲାମା ତବ୍ରୀ ଉଲ୍ଲେଖ କରିଛନ୍ତି, ହଜରତ ଅବୁ ବକର ରଜିୟଲ୍ଲାହୁ ଯେତେବେଳେ ବିଭିନ୍ନ ଆକ୍ରମଣକାରୀ ସମ୍ପ୍ରଦାୟକୁ ପରାଜିତ କଲେ ସେତେବେଳେ ବନୁ ଗୟାନ ଓ ଅବସ୍ ସେହି ମୁସଲମାନମାନଙ୍କର ଉପରେ ଆକ୍ରମଣ କରିଦେଲେ ଯେଉଁମାନେ ସେମାନଙ୍କ ମଧ୍ୟରେ ସେମାନଙ୍କ ଅଞ୍ଚଳରେ ବସବାସ କରୁଥିଲେ ଏବଂ ଯଥାସାଧ୍ୟ ଉପାୟ ଅବଲମ୍ବନ କରି ସେମାନଙ୍କୁ ଗଣହତ୍ୟା କଲେ। ଏମାନଙ୍କ ପରେ ଅନ୍ୟ ଜାତି ଓ ଅନ୍ୟ ସମ୍ପ୍ରଦାୟମାନେ ମଧ୍ୟ ମୁସଲମାନମାନଙ୍କ ପ୍ରତି
ଏଇଭଳି ଚରମ ପଦକ୍ଷେପ ଗ୍ରହଣ କରିଥିଲେ। ଆଲ୍ଲାମା ଇବ୍ନେ ଆସିର ଉଲ୍ଲେଖ କରିଛନ୍ତି, ଆବାସ ଓ ଜେବାନ ସମ୍ପ୍ରଦାୟ ନିଜ ଅଞ୍ଚଳରେ ବସବାସ କରୁଥିବା ନିରସ୍ତ୍ର ନିରୀହ ମୁସଲମାନମାନଙ୍କୁ ଅତ୍ୟନ୍ତ ନିର୍ମମ ଭାବରେ ହତ୍ୟା କରିବା ଆରମ୍ଭ କରିଦେଇଥିଲେ ଏବଂ ସେମାନଙ୍କୁ ଦେଖି ଅନ୍ୟ ସମ୍ପ୍ରଦାୟମାନେ ମଧ୍ୟ ମୁସଲମାନମାନଙ୍କ ପ୍ରତି ଏହିପରି ଆଚରଣ ଅବଲମ୍ବନ କରିଥିଲେ। ଫଳତଃ ହଜରତ ଆବୁ ବକର ସିଦ୍ଦିକ ରଜିୟଲ୍ଲାହୁ ତାଆଲା ଶପଥ କଲେ ଯେ ପ୍ରତ୍ୟେକ ସେହି ହତ୍ୟାକାରୀ ବ୍ୟକ୍ତିକୁ ଯେ ନିରୀହ ମୁସଲମାନମାନଙ୍କର ହତ୍ୟା କରିଛନ୍ତି ସେମାନଙ୍କୁ ସେହିପରି ହତ୍ୟା କରାଯିବ, ଯେପରିକି ବର୍ଣ୍ଣନା କରାଯାଇଥିଲା ଯେ ହଜରତ ମୁହମ୍ମଦ ମୁସ୍ତଫା ସല്ലଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ବିୟୋଗ ପରେ ଯେଉଁ ସମ୍ପ୍ରଦାୟମାନେ ଧର୍ମରୁ ଓହରି ଯାଇଥିଲେ ସେମାନଙ୍କର ବିଧର୍ମିତା କେବଳ ଧାର୍ମିକ ମତାନ୍ତର ପର୍ଯ୍ୟନ୍ତ ସୀମିତ ନଥିଲା, ବରଂ ସେମାନେ ଇସଲାମୀୟ ଶାସନ ପ୍ରତି ବିଦ୍ରୋହ ପ୍ରଦର୍ଶନ କଲେ। ସେମାନେ ଖଡ୍ଗକୁ ହସ୍ତରେ ଧରି ମଦିନା ଉପରେ ଆକ୍ରମଣ କରିଥିଲେ, ନିଜ ନିଜ ଅଞ୍ଚଳରେ ବସବାସ କରୁଥିବା ମୁସଲମାନମାନଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ। ପୁଣି ସେତିକି ନୁହଁ, ବରଂ ମୁସଲମାନମାନଙ୍କୁ ହତ୍ୟା କରିବା ପରେ ସେମାନଙ୍କୁ ଅଗ୍ନିରେ ନିକ୍ଷେପ କରିଦେଇଥିଲେ, ସେମାନଙ୍କ ଅଙ୍ଗଗୁଡ଼ିକୁ ଛେଦନ କରିଥିଲେ। ତବ୍ରୀର ଇତିହାସ ପୃଷ୍ଠାରେ ଉଲ୍ଲେଖ ରହିଛି, ହଜରତ ଖାଲିଦ ବିନ୍ ୱଲିଦ ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି, ଯେତେବେଳେ ଅସଦ ଓ ଗତଫାନ ଓ ହୱାଜିନ, ସୁଲେ, ତେ ଆଦି ସମ୍ପ୍ରଦାୟ ପରାଜିତ ହେଲେ, ସେତେବେଳେ ହଜରତ ଖାଲିଦ ରଜିୟଲ୍ଲାହୁ ସେମାନଙ୍କ ଠାରୁ କ୍ଷମା ପ୍ରାର୍ଥନା ଗ୍ରହଣ କଲେ ନାହିଁ। ଆଲ୍ଲାମା ଇବ୍ନେ ଖୁଲଦୁନ ଉଲ୍ଲେଖ କରିଛନ୍ତି, ଜଜିରା ଆରବର ଉପତ୍ୟକା ଆରବର ଏହି ବିଧର୍ମୀ ସମ୍ପ୍ରଦାୟ ମଦିନା ଜୟ କରିବାର ଅଭିଳାଷା କରି ବାହାରିଥିଲେ, କାରଣ ହଜରତ ଆବୁ ବକର ରଜିୟଲ୍ଲାହୁ ମୁସଲମାନମାନଙ୍କ ସହିତ ଯୁଦ୍ଧ କରିବେ। ତବ୍ରୀର ଇତିହାସ ପୃଷ୍ଠାରେ ଉଲ୍ଲେଖ ରହିଛି, ସର୍ବପ୍ରଥମେ ଅବସ୍ ଓ ଜେବାନ ସମ୍ପ୍ରଦାୟ ମଦିନା ଉପରେ ଆକ୍ରମଣ କରିଥିଲେ। ଅତଏବ ହଜରତ ଆବୁ ବକର ସିଦ୍ଦିକ ରଜିୟଲ୍ଲାହୁ ହଜରତ ଉସାମାଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ସେହି ବିଧର୍ମୀ ବିଦ୍ରୋହୀମାନଙ୍କ ସହିତ ଯୁଦ୍ଧ ଲଢ଼ିଥିଲେ। ଆଲ୍ଲାମା ଇବ୍ନେ ଖୁଲଦୁମ ଉଲ୍ଲେଖ କରନ୍ତି, ରବିଆ ସମ୍ପ୍ରଦାୟ ଧର୍ମରୁ ଓହରି ଯାଇଥିଲା ଏବଂ ସେମାନେ ମୁନଜିର ବିନ୍ ନୁମାନକୁ ଛିଡ଼ା କଲେ, ଯାହାର ନାଁ ଅହଙ୍କାରୀ ପଡ଼ିଯାଇଥିଲା। ସେହି ବିଧର୍ମୀମାନେ ମୁନଜରକୁ ରାଜା କରିଦେଲେ। ସହି ବୁଖାରୀର ଶରା ଅର୍ଥାତ୍ ବ୍ୟାଖ୍ୟାରେ ଉଲ୍ଲେଖ ରହିଛି, ଆଲ୍ଲାମା ଏନି କୁହନ୍ତି, ହଜରତ ଆବୁ ବକର ସିଦ୍ଦିକ ରଜିୟଲ୍ଲାହୁ ଜକାତ ଦେବାକୁ ଅସ୍ୱୀକାର କରୁଥିବା ଲୋକମାନଙ୍କୁ କେବଳ ସେଇଥିପାଇଁ ହତ୍ୟା କଲେ ନାହିଁ ଯେ ସେମାନେ କାହିଁକି ଜକାତର ଅର୍ଥ ପୈଠ କରୁନାହାନ୍ତି, ବରଂ ସେମାନେ ଅର୍ଥାତ୍ ସ୍ୱଧର୍ମରୁ ଓହରି ଯାଇଥିବା ଲୋକମାନେ ମୁସଲମାନମାନଙ୍କ ଉପରେ ଯୁଦ୍ଧର ସୂତ୍ରପାତ କରିଥିଲେ। ଆଲ୍ଲାମା ଶୌକାନି ବର୍ଣ୍ଣନା କରନ୍ତି, ଇମାମ ଖତ୍ତାବୀ ନବୀ କରୀମ ସല്ലଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ବିୟୋଗ ପରେ ସ୍ୱଧର୍ମରୁ ଓହରି ଯାଇଥିବା ବ୍ୟକ୍ତିଙ୍କୁ ଓ ଜକାତ ଦେବାକୁ ଅସ୍ୱୀକାର କରୁଥିବା ବ୍ୟକ୍ତିମାନଙ୍କ ସଂକ୍ରାନ୍ତରେ ବିଭିନ୍ନ ଲିଖିତ ପ୍ରସଙ୍ଗମାନ ଉଲ୍ଲେଖ ରହିଛି। ବାସ୍ତବରେ ଏହି ଲୋକମାନେ ବିଦ୍ରୋହୀ ଥିଲେ। ସେମାନଙ୍କୁ ଏହି କାରଣରୁ ବିଦ୍ରୋହୀ କୁହାଯାଉଥିଲା ଯେ ସେମାନେ ବିଦ୍ରୋହୀମାନଙ୍କ ସମ୍ପ୍ରଦାୟରେ ପ୍ରବେଶ କରିଯାଇଥିଲେ। ଜଣେ ନ୍ୟାୟପ୍ରିୟ ବ୍ୟକ୍ତି ବାରମ୍ବାର ନିଜର ଧର୍ମ ପୁସ୍ତକରେ ଧର୍ମରୁ ଓହରି ଯାଇଥିବା ବ୍ୟକ୍ତିଙ୍କ ପାଇଁ ବିଦ୍ରୋହ ଓ ବିଦ୍ରୋହୀ ଆଦି ଶବ୍ଦ ପ୍ରୟୋଗ କରି ଉଲ୍ଲେଖ କରନ୍ତି। ଯେତେବେଳେ ସମଗ୍ର ଆରବ ଦେଶରେ ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ବିୟୋଗର ସନ୍ଦେଶ ପରିବ୍ୟାପ୍ତ ହେଲା ଓ ପ୍ରତ୍ୟେକ ଦିନ ବିଦ୍ରୋହର ଅଗ୍ନିଶିଖା ପ୍ରଜ୍ୱଳିତ ହେବାକୁ ଲାଗିଲା, ସେତେବେଳେ ସେହି ଅଗ୍ନି ସଂସ୍ପର୍ଶରେ ସର୍ବାଧିକ ୟମନ ଅଞ୍ଚଳ ଆସିଯାଇଥିଲା। ଯଦିଓ ଅଗ୍ନି ପ୍ରଜ୍ୱଳିତ କରିଥିବା ବ୍ୟକ୍ତି ଅଂଶୀ ନିହତ ହୋଇସାରିଥିଲା, କିନ୍ତୁ ବନୁ ହନିଫାରୁ ମୁସେଲମା ଓ ବନୁ ଅସଦ ସମ୍ପ୍ରଦାୟର ତଲିହା ନିଜକୁ ଅବତାରତ୍ୱର ଦାବି କରି ହଜାର ହଜାର ସରଳ ଲୋକମାନଙ୍କୁ ନିଜ ସହିତ ମିଶାଇ ନେଇଥିଲେ ଏବଂ ଲୋକମାନଙ୍କୁ କହିବା ଆରମ୍ଭ କରିଦେଇଥିଲେ ଯେ ଅସଦ ଓ ଗତଫାନ ସମ୍ପ୍ରଦାୟର ମିତ୍ର ସମ୍ପ୍ରଦାୟର ନବୀ ସର୍ବଦା କୁରେଶମାନଙ୍କ ନବୀଠାରୁ ଅଧିକ ପ୍ରିୟ, କାରଣ ହଜରତ ମୁହମ୍ମଦ ମୁସ୍ତଫା ସല്ലଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ବିୟୋଗ ଘଟିସାରିଛି। ତଲିହା ଜୀବିତ ଅଛି
ସୁତରାଂ ହଜରତ ଆବୁ ବକର ସିଦ୍ଦିକ ରଜିୟଲ୍ଲାହୁଙ୍କ ନିକଟରେ ଯେତେବେଳେ ଏହି ସୂଚନା ପ୍ରାପ୍ତ ହେଲା, ସେତେବେଳେ ସେ କହିଲେ, ବର୍ତ୍ତମାନ ଆମକୁ ଅପେକ୍ଷା କରିବା ଉଚିତ ନୁହେଁ। ସୁତରାଂ ହଜରତ ଆବୁ ବକର ସିଦ୍ଦିକ ରଜିୟଲ୍ଲାହୁଙ୍କ ନିକଟରେ ଯେତେବେଳେ ଏହି ସୂଚନା ପ୍ରାପ୍ତ ହେଲା, ସେତେବେଳେ ସେ କହିଲେ, ବର୍ତ୍ତମାନ ଆମକୁ ଅପେକ୍ଷା କରିବା ଉଚିତ, କାରଣ ଯେ ପର୍ଯ୍ୟନ୍ତ ସେହି ଅଞ୍ଚଳରେ ଥିବା କର୍ମଚାରୀ ଓ ଅମୀରମାନଙ୍କ ତରଫରୁ ସମସ୍ତ ଘଟଣାବଳୀର ସମ୍ପୂର୍ଣ୍ଣ ରିପୋର୍ଟ ହସ୍ତଗତ ହୋଇନାହିଁ, ସେ ପର୍ଯ୍ୟନ୍ତ ଆମକୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରିବା ଉଚିତ ହେବ ନାହିଁ। ତେଣୁ ବର୍ତ୍ତମାନ ଅଧିକ ଦିନ ବିତି ନଥିବ ଯେ ଅମୀରମାନଙ୍କ ପକ୍ଷରୁ ରିପୋର୍ଟ ପହଞ୍ଚିଗଲା। ଉକ୍ତ ରିପୋର୍ଟରୁ ସ୍ପଷ୍ଟ ପରିପ୍ରକାଶ ହେଉଥିଲା ଯେ ବିଦ୍ରୋହୀମାନଙ୍କ ହସ୍ତରେ ନା କେବଳ ଶାସନ କେନ୍ଦ୍ରୀଭୂତ ହେବା ବିପଦପୂର୍ଣ୍ଣ, ବରଂ ସେହି ଲୋକମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି ଯେଉଁମାନେ ଧର୍ମରୁ ଓହରି ଯାଇଥିବା ବିଦ୍ରୋହୀମାନଙ୍କୁ ସମର୍ଥନ ଜଣାଇ ନଥିଲେ ଓ ଇସଲାମ ଉପରେ ପ୍ରତିଷ୍ଠିତ ଥିଲେ। ଏହିଭଳି ପରିସ୍ଥିତିରେ ହଜରତ ଆବୁ ବକର ରଜିୟଲ୍ଲାହୁଙ୍କ ପାଇଁ ସମ୍ପୂର୍ଣ୍ଣ ଶକ୍ତି ଓ ବଳର ସହିତ ବିଦ୍ରୋହର ମୁକାବିଲା କରିବା ଏବଂ ବିଦ୍ରୋହର ମୂଳୋତ୍ପାଟନ କରିବା ଅନିବାର୍ଯ୍ୟ ଥିଲା। ଏତଦ୍ବ୍ୟତୀତ ଆପଣଙ୍କ ନିକଟରେ ଅନ୍ୟ କୌଣସି ଉପାୟ ନଥିଲା। ଜଣେ ନ୍ୟାୟପ୍ରିୟ ବ୍ୟକ୍ତି ଉଲ୍ଲେଖ କରନ୍ତି ଯେ ହଜରତ ଆବୁ ବକର ରଜିୟଲ୍ଲାହୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେହି ବିଧର୍ମୀମାନଙ୍କର ଶିରଚ୍ଛେଦ କରିଥିଲେ ଯେଉଁମାନେ ବିଭିନ୍ନ ଅଞ୍ଚଳ ତଥା ବିଦ୍ରୋହର ଅଗ୍ନି ପ୍ରଜ୍ୱଳିତ କରୁଥିଲେ ଏବଂ ସେମାନଙ୍କ ହସ୍ତ ଇସଲାମ ଧର୍ମର ଦୀପଶିଖା ଓ ତାହାର କୀଟପତଙ୍ଗ ପ୍ରତି ବିପଦ ଥିଲା। ପୁନଶ୍ଚ ସେହି ନ୍ୟାୟପ୍ରିୟ ବ୍ୟକ୍ତି ଉଲ୍ଲେଖ କରନ୍ତି, ରସୁଲ ଅକ୍ରମ ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ବିୟୋଗ ପରେ ଆରବର ଅନେକ ଅଧିପତିମାନେ ଧର୍ମରୁ ସ୍ୱଧର୍ମରୁ ଓହରି ଯାଇଥିଲେ। ପ୍ରତ୍ୟେକ ଅଧିପତିମାନେ ନିଜ ନିଜ ଅଞ୍ଚଳରେ ସ୍ୱେଚ୍ଛାଚାରୀ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଦେଇଥିଲେ। ଗବେଷକଙ୍କ ଅନୁଯାୟୀ ଏହି ଧର୍ମରୁ ଓହରିଯିବା ସର୍ବାଧିକ ଭାବରେ ରାଜନୈତିକ ଉଦ୍ଦେଶ୍ୟ ରଖା ହୋଇଥିଲା ଏବଂ ତହିଁରେ ଧାର୍ମିକ ବିଧର୍ମତା ସ୍ୱଳ୍ପ ଥିଲା। ହଜରତ ମହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ଏହି ସାଂସାରିକ ଜୀବନର ଶେଷ ଦିନମାନଙ୍କରେ ଆରବର କେତେକ ସମ୍ପ୍ରଦାୟର ଅଧିପତି ଓ ନେତା ନିଜ ବିଦ୍ରୋହର ରାଜନୈତିକ ଆହ୍ୱାନକୁ ଧାର୍ମିକ ରୂପ ଦେଇଥିଲେ। ସେ ଯାହା ହେଉନା କାହିଁକି, ହଜରତ ଆବୁ ବକର ରଜିୟଲ୍ଲାହୁଙ୍କ ସମ୍ପର୍କିତ ଆଲୋଚ୍ୟ ଚର୍ଚ୍ଚାଟି ବର୍ତ୍ତମାନ ଅବ୍ୟାହତ ରହିଛି, ଯାହାର ଅବଶିଷ୍ଟାଂଶ ଇନଶାଆଲ୍ଲାହ ତାଆଲା ଆଗାମୀ ଖୁତବାରେ ଆଲୋଚନା କରିବି। ଏହି ଐତିହାସିକ ଆଲେଖ୍ୟମାନର ସାରାଂଶ ଏହିକି ଯେ ସ୍ୱଧର୍ମରୁ ଓହରି ଯାଇଥିବା ଓ ଜକାତ ଦେବାକୁ ମନା କରିଦେଇଥିବା ଲୋକମାନେ ଯେ କି ମୁସଲମାନମାନଙ୍କ ବିପକ୍ଷରେ ଏକ ସୈନ୍ୟଦଳ ପ୍ରସ୍ତୁତ କରିଥିଲେ ଏବଂ ବିଦ୍ରୋହ ଓ ବିଶୃଙ୍ଖଳାର ସୂତ୍ରପାତ କରିଥିଲେ, ଖିଲାଫତର ରାଜଧାନୀ ମଦିନା ଉପରେ ଆକ୍ରମଣ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ। ଯେଉଁ ମୁସଲମାନମାନେ ବିଦ୍ରୋହ ବିଧର୍ମୀ ହେବାରୁ ଅସ୍ୱୀକାର କରୁଥିଲେ ସେମାନଙ୍କୁ ହତ୍ୟା କରୁଥିଲେ, ସେମାନଙ୍କୁ ଜୀବନ୍ତ ଅଗ୍ନିରେ ଦଗ୍ଧ କରିଦେଉଥିଲେ। ଅତଏବ ଏଭଳି ବିଧର୍ମୀମାନେ ସରକାର ପ୍ରଶାସନ ବିରୁଦ୍ଧରେ ଅସ୍ତ୍ରଶସ୍ତ୍ର ସଜ୍ଜିତ ହୋଇ ବିଦ୍ରୋହ କରି ଇସଲାମ ପ୍ରତି ଏକ ବିରାଟ ସଙ୍କଟ ସୃଷ୍ଟି କରିଦେଇଥିଲେ, ଯାହାର ମୂଳୋତ୍ପାଟନ କରିବା ଅନିବାର୍ଯ୍ୟ ଥିଲା। ଯେପରିକି ପବିତ୍ର କୁରାନରେ ଐଶ୍ୱର୍ଯ୍ୟମୟ ପ୍ରଭୁ କୁହନ୍ତି, ଜଜାଉ ସୈୟତିନ୍ ସୈୟତୁ ମିସ୍ଲୁହା। ପୁନଶ୍ଚ ଆଉ ଏକ ସ୍ଥାନରେ କୁହନ୍ତି, ଇନ୍ନାମା ଜଜାଉଲ୍ଲଜିନା ୟୁହାରିବୁନାଲ୍ଲାହ ୱ ରସୂଲହୁ ୱ ୟସଲନା ଫିଲ୍ ଆର୍ଜି ଫସାଦନ୍ ଆନ୍ ୟକ୍ତତଲୁ ଔ ୟସ୍ଲବୁହୁ ଔ ତୁକତ୍ତଉ ಐದಿಯಹುಂ ವ ಅರ್ಜುಲಹುಂ ମିନ୍ ଖିଲାଫିନ୍ ଔ ୟନ୍ଫଉ ମିନାଲ୍ ଆର୍ଜ। ଅର୍ଥାତ୍ ଯେଉଁମାନେ ଅଲ୍ଲାହ ଓ ତାହାଙ୍କ ରସୂଲଙ୍କ ବିରୋଧରେ ଯୁଦ୍ଧ କରନ୍ତି, ଦେଶ ଭିତରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଅପଚେଷ୍ଟା କରନ୍ତି, ସେମାନଙ୍କୁ ହତ୍ୟା କରିବା ବା ଶୂଳି ଦେବା ବା ଶତ୍ରୁତା ଯୋଗୁଁ ସେମାନଙ୍କର ହାତ ଓ ଗୋଡ଼କୁ କାଟିଦେବା ବା ସେମାନଙ୍କୁ ଦେଶରୁ ବିତାଡ଼ିତ କରିବା ସେମାନଙ୍କ ପାଇଁ ଅବଶ୍ୟ ଉପଯୁକ୍ତ ଶାସ୍ତି ଅଟେ। ସେ ଯାହା ହେଉନା କାହିଁକି, ଯେପରିକି ମୁଁ କହିଲି, ଏହି ଆଲୋଚ୍ୟ ଚର୍ଚ୍ଚାଟି ଯାହାର ଅବଶିଷ୍ଟାଂଶ ଇନଶାଆଲ୍ଲାହ ତାଆଲା ଆଗାମୀ ଖୁତବାରେ ଆଲୋଚନା କରିବି। ବର୍ତ୍ତମାନ ମୁଁ କେତେକ ମୃତକଙ୍କ ଚରିତ୍ର ଚର୍ଚ୍ଚା କରିବାକୁ ଚାହୁଁଛି ଏବଂ ନମାଜ ଜୁମ୍ମା ପରେ ସେମାନଙ୍କର ନମାଜ ଜନାଜା ଗାଏବ ପଢ଼ାଇବି। ପ୍ରଥମ ଚର୍ଚ୍ଚାଟି ହେଉଛି ସମ୍ମାନନୀୟ ସ୍ୱର୍ଗତ ମୋହମ୍ମଦ ବଶୀର ଶାହ ସାହେବଙ୍କର।
ସେ ଜଣେ ଅବସରପ୍ରାପ୍ତ ମୁବଲ୍ଲିକ ସିଲସିଲା ଥିଲେ। ଆଜିକାଲି ସେ ଆମେରିକାରେ ବସବାସ କରୁଥିଲେ। 91 ବର୍ଷ ବୟସରେ ତାଙ୍କର ବିୟୋଗ ଘଟିଛି। ଇନ୍ନା ଲିଲ୍ଲାହି ଓ ଇନ୍ନା ଇଲୈହି ରାଜିଉନ୍। ବଶୀର ଶାହ ସାହେବଙ୍କ ପିତା 1926 ମସିହାରେ ବୟତ କରି ଜମାତ ଅହମଦିୟାରେ ସାମିଲ ହୋଇଥିଲେ। 1945 ମସିହାରେ ମିଡିଲ ସ୍କୁଲ ପାସ୍ କରିବା ପରେ ମଦ୍ରାସା ଅହମଦିୟାରେ ପ୍ରବେଶ କରିଥିଲେ। 1952 ମସିହାରେ ଫାଜିଲ ଆରବିର ପରୀକ୍ଷା ଭଲ ନମ୍ବର ରଖି ପ୍ରଥମ ଶ୍ରେଣୀରେ ସେ ଉତ୍ତୀର୍ଣ୍ଣ ହୋଇଥିଲେ। 1954 ମସିହାରେ ଜାମିଆତୁଲ ମୁବଶିରିନ ରବୁଆରୁ ସାହିଦର ଡିଗ୍ରୀ ପ୍ରାପ୍ତ କରି ନେଇଥିଲେ। ପୁନଶ୍ଚ 1 ବର୍ଷ ଆୟୁର୍ବେଦିକ ଚିକିତ୍ସାର ଶିକ୍ଷା ହାସଲ କରିଥିଲେ। 1956-57 ମସିହା ପର୍ଯ୍ୟନ୍ତ ତାଙ୍କୁ ଓକାଲତ ତଫସିର ରବୁଆରେ ସେବା କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଥିଲା। ସେଠାରେ ଅବସ୍ଥାନ କାଳରେ ସେରାଲିଓନରେ ମଧ୍ୟ ତାଙ୍କର ଏକ ମୁଦ୍ରଣ ଯନ୍ତ୍ର ଜାରି ହୋଇଥିଲା, ଯାହାଫଳରେ ସେଠାକୁ ତାଙ୍କୁ ପଠାଇ ଦିଆଯାଇଥିଲା। ସେ ନାଇଜେରିଆ ଚାଲିଯାଇଥିଲେ। ସେଠାରେ ମଧ୍ୟ ସେ ଭଲ କାମ କରୁଥିଲେ। 1964 ମସିହାରେ ତାଙ୍କୁ ସେଠାରୁ ଅର୍ଥାତ୍ ନାଇଜେରିଆରୁ ଫେରାଇ ଅଣାଯାଇଥିଲା। ଏହାପରେ 1967 ମସିହାରେ ସ୍ୱର୍ଗତ ଯେତେବେଳେ ବେନିନ୍ ପ୍ରଚାର ଗସ୍ତରେ ଗଲେ, ସେଠାରେ ସେ ସ୍ଥାନୀୟ ଲୋକମାନଙ୍କୁ ପ୍ରଚାର କରି ସେମାନଙ୍କୁ ବୟତ କରାଇବାରେ ଆଲ୍ଲାହ ତାଆଲାଙ୍କ କୃପା ଲାଭ କରିଥିଲେ। 1970 ମସିହାରେ ଖଲିଫତୁଲ ମସିହ ସାଲିସ ଅର୍ଥାତ୍ ତୃତୀୟ ଖଲିଫା ଯେତେବେଳେ ଆଫ୍ରିକା ଗସ୍ତରେ ଯାଇଥିଲେ, ସେତେବେଳେ ସ୍ୱର୍ଗତ କାନୋଠାରେ ଆସିଥିଲେ ଏବଂ ହୁଜୁରଙ୍କୁ 100 ଜଣ ନୂତନ ଅହମଦୀ ଭେଟି ସ୍ୱରୂପ ଉପହାର ସ୍ୱରୂପ ଆପଣଙ୍କୁ ପ୍ରଦାନ କରିଥିଲେ। ଫଳତଃ ହୁଜୁର ଅତି ପ୍ରସନ୍ନିତ ହୋଇ ତାଙ୍କ ପାଇଁ ଦୁଆ କରିଥିଲେ। ନିଜର ପବିତ୍ର ହସ୍ତ ମଧ୍ୟ ବଶୀର ଶାହ ସାହେବଙ୍କ ଉପରେ ରଖିଥିଲେ। ଯେତେବେଳେ ବଶୀର ଶାହ ସାହେବ 1970 ମସିହାରେ ସେଠାରୁ ଫେରିଲେ, ସେତେବେଳେ ତାଙ୍କୁ ଉମ୍ରା କରିବାର ମଧ୍ୟ ସୌଭାଗ୍ୟ ଲାଭ ହୋଇଥିଲା। 1983 ମସିହାରେ ସ୍ୱର୍ଗତଙ୍କର ନିଯୁକ୍ତି ବହସ୍ତି ମକବରାରେ ମଧ୍ୟ ଜଣେ ସେକ୍ରେଟେରୀ ମଜଲିସ କାରପରଦାଜ ଭାବରେ ହୋଇଥିଲା। 1984 ମସିହାରେ ଜମାତ ଅହମଦିୟା ବିରୋଧରେ ଯେଉଁ ଅର୍ଡିନାନ୍ସ ପ୍ରଣୟନ କରାଯାଇଥିଲା, ତାପରେ ଯେତେବେଳେ ଖଲିଫତୁଲ ମସିହ ରାବେ ରହମତୁଲ୍ଲାହ ତାଆଲାଙ୍କର ପ୍ରବାସ ହୋଇଥିଲା, ଇଂଲଣ୍ଡକୁ ହିଜରତ କରିଥିଲେ ହୁଜୁର। ପ୍ରବାସ ପୂର୍ବରୁ ହୁଜୁରଙ୍କର ଯେଉଁ ଖୁତବା ରହିଥିଲା, ସେହିଦିନ ଖଲିଫତୁଲ ମସିହ ରାବେ ରହମତୁଲ୍ଲାହ ତାଆଲାଙ୍କ ଉପସ୍ଥିତିରେ ସ୍ୱର୍ଗତ ବଶୀର ଶାହ ସାହେବଙ୍କୁ ତାହା ଦେବାକୁ ସାମର୍ଥ୍ୟ ଲାଭ ହୋଇଥିଲା। ଏହି ଦୃଷ୍ଟିରୁ ତାଙ୍କର ତାରିଖ ଅହମଦିୟତରେ ମଧ୍ୟ ଚର୍ଚ୍ଚା ରହିଛି। 1988 ମସିହାରେ ସ୍ୱର୍ଗତ ବ୍ୟକ୍ତିଗତ ପରିସ୍ଥିତି ଯୋଗୁଁ ଖଲିଫତୁଲ ମସିହ ରାବେ ରହମତୁଲ୍ଲାହ ତାଆଲାଙ୍କୁ ଠାରୁ ଅବସର ନେବା ପାଇଁ ଆବେଦନ କରିଥିଲେ, ଯାହାକୁ ହୁଜୁର ଗ୍ରହଣ କରି ନେଇଥିଲେ। ତା ପରଠାରୁ ସ୍ୱର୍ଗତ ଆମେରିକା ଚାଲିଯାଇ ସେଠାରେ ବସତି ସ୍ଥାପନ କରିଥିଲେ। ମୃତକଙ୍କ ପରିଜନଙ୍କ ମଧ୍ୟରେ ତାଙ୍କ ପତ୍ନୀ ଶ୍ରୀମତୀ ନସରିନ ଅଖତର ସାହେବା ଓ ଏକମାତ୍ର ପୁତ୍ର ସନ୍ତାନ ଓ 4 ଜଣ କନ୍ୟା ସନ୍ତାନ ଅଛନ୍ତି। ଆଲ୍ଲାହ ତାଆଲା ତାଙ୍କ ପ୍ରତି ସଦୟ ହୁଅନ୍ତୁ। ତାଙ୍କର ସନ୍ତାନ ସନ୍ତତିଙ୍କୁ ମଧ୍ୟ ତାଙ୍କ ନିଷ୍ଠା ଓ ବିଶ୍ୱସ୍ତତାର ସହିତ ଜମାତ ଓ ଖିଲାଫତ ସହିତ ସଂଶ୍ଳିଷ୍ଟ ରଖନ୍ତୁ। ଦ୍ୱିତୀୟ ଜନାଜା ହେଉଛି ରାନା ମୋହମ୍ମଦ ସିଦ୍ଦିକ ସାହେବଙ୍କର। ସେ ରାନା ଇଲମଦିନ ସାହେବ ମଲୱାନ ୱାଲାସ୍ଥ ସିଆଲକୋଟଙ୍କ ସୁପୁତ୍ର ଥିଲେ। ତାଙ୍କର ମଧ୍ୟ ବିଗତ ଦିନରେ ମୃତ୍ୟୁ ଘଟିଛି। ଇନ୍ନା ଲିଲ୍ଲାହି ଓ ଇନ୍ନା ଇଲୈହି ରାଜିଉନ୍। ସ୍ୱର୍ଗତଙ୍କ ପିତାଶ୍ରୀ 1938 ମସିହାରେ କାଦିଆନ ଯାଇ ବୟତ କରିଥିଲେ। ସ୍ୱର୍ଗତ ଜଣେ ନମାଜ ରୋଜା ପାଳନକାରୀ ବ୍ୟକ୍ତି, ତେହଜୁଦ ପାଠକାରୀ, ଦୁଆକାରୀ, ଅତ୍ୟନ୍ତ ସାହସୀ ଓ ନିର୍ଭୀକ ବ୍ୟକ୍ତି ଥିଲେ। ଖିଲାଫତକୁ ସେ ବହୁତ ଭଲ ପାଉଥିଲେ। ଖଲିଫାଙ୍କ ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ ଏବଂ ନିଜର ସମସ୍ତ ସନ୍ତାନଙ୍କ ସର୍ବଦା ଜମାତ ସହିତ ସଂଶ୍ଳିଷ୍ଟ ରହିବା ପାଇଁ ଓ ଖିଲାଫତକୁ ଭଲ ପାଇବା ଓ ଖିଲାଫତ ପ୍ରତି ଆଜ୍ଞାନୁବର୍ତ୍ତିତା ଭାବ ପ୍ରଦର୍ଶନ କରିବା ପାଇଁ ଅନୁପ୍ରାଣିତ କରୁଥିଲେ। 1974 ଓ 1984 ମସିହାରେ ତାଙ୍କ ଉପରେ ଜମାତର ବିରୋଧ ଯୋଗୁଁ ଅତ୍ୟନ୍ତ ଜଟିଳ ପରିସ୍ଥିତିର ସମ୍ମୁଖୀନ କରିବାକୁ ପଡ଼ିଥିଲା, କିନ୍ତୁ ଏସବୁ ସତ୍ତ୍ୱେ ସେ ନିଜ ବିଶ୍ୱାସ ଓ ନିଷ୍ଠାରେ ଅବିଚଳ ଓ ଅଟଳ ରହିଥିଲେ। ମୃତକଙ୍କ ପରିଜନଙ୍କ ମଧ୍ୟରେ 6 ଜଣ ପୁତ୍ର ଓ ଗୋଟିଏ କନ୍ୟା ସନ୍ତାନ ରହିଛନ୍ତି। ତାଙ୍କର ସୁପୁତ୍ର ରାନା ମୋହମ୍ମଦ ଅକ୍ରମ ମେହମୁଦ ସାହେବ ନାଇଜେରିଆରେ ମୁବଲ୍ଲିକ ସିଲସିଲା ଭାବରେ ସେବା ସମ୍ପାଦନ କରୁଛନ୍ତି। କର୍ମଭୂମିରେ କର୍ମରତ ଥିବା ଯୋଗୁଁ ସେ ନିଜ ପିତାଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ସାମିଲ ହୋଇପାରିଲେ ନାହିଁ।
ଏହା ପୂର୍ବରୁ ତାଙ୍କ ମାତାଙ୍କର ମଧ୍ୟ 2018 ମସିହାରେ ନିଧନ ହୋଇଥିଲା। ନିଜ ମାତାଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ମଧ୍ୟ ସେ ସାମିଲ ହୋଇପାରିନଥିଲେ। ଆଲ୍ଲାହ ତାଆଲା ତାଙ୍କୁ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ଏବଂ ସ୍ୱର୍ଗତଙ୍କର ବୈକୁଣ୍ଠରେ ସ୍ତରକୁ ଉନ୍ନୀତ କରନ୍ତୁ। ତୃତୀୟ ଜନାଜା ହେଉଛି ଇସଲାମାବାଦର ମୋହମ୍ମଦ ଅହମଦ ଖ୍ୱାଜା ସାହେବଙ୍କର। ବିଗତ ଦିନ 78 ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି। ଇନ୍ନା ଲିଲ୍ଲାହି ଓ ଇନ୍ନା ଇଲୈହି ରାଜିଉନ୍। ଆଲ୍ଲାହ ତାଆଲାଙ୍କ କୃପାରୁ ସ୍ୱର୍ଗତ ଖ୍ୱାଜା ସାହେବ ଓସିୟତ କରିଥିଲେ ତାଙ୍କ ବଂଶରେ ଅହମଦିୟତର ପ୍ରବେଶ ତାଙ୍କ ପିତାଙ୍କ ମାଧ୍ୟମରେ ହୋଇଥିଲା, ଅର୍ଥାତ୍ ତାଙ୍କ ପିତା ଖ୍ୱାଜା ମୋହମ୍ମଦ ଶରୀଫ ସାହେବଙ୍କ ଦ୍ୱାରା। ଏକ ସ୍ୱପ୍ନକୁ ଆଧାର କରି ସେ ଖଲିଫତୁଲ ମସିହ ସାନି ଅର୍ଥାତ୍ ଦ୍ୱିତୀୟ ଖଲିଫାଙ୍କ ହାତରେ ବୟତ କରିଥିଲେ। ସେ ଜଣେ ପୁଣ୍ୟ ସ୍ୱଭାବର ବ୍ୟକ୍ତି ଥିଲେ, ତେଣୁ ତାଙ୍କ ବଂଶରେ ତାଙ୍କ ଓ ଅହମଦୀଙ୍କ ବିରୋଧୀ ହେବା ସତ୍ତ୍ୱେ ଆଲ୍ଲାହ ତାଆଲା ସ୍ୱର୍ଗତଙ୍କୁ 3 ଥର ସ୍ୱପ୍ନରେ ହଜରତ ମସିହ ମଉଦ ଆଲୈହିସ୍ସଲାତୁୱସ୍ସଲାମଙ୍କ ବୟତ କରିବାର ଆଦେଶ ଦେଇଥିଲେ। ପରିଶେଷରେ ସେ ବୟତ କରି ନେଇଥିଲେ। ଡାକ୍ତର ମେହମୁଦ ଖ୍ୱାଜା ସାହେବ ପ୍ରାରମ୍ଭିକ ଶିକ୍ଷା ପେଶାୱରରୁ ପ୍ରାପ୍ତ କରିଥିଲେ। ଏହାପରେ 1966 ମସିହାରେ ପେଶାୱର ବିଶ୍ୱବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ପୁନଶ୍ଚ 1973 ମସିହାରେ ଅଷ୍ଟ୍ରେଲିଆର ମେଲବର୍ଣ୍ଣ ସ୍ଥିତ ଲାଟ୍ରୋ ୟୁନିଭର୍ସିଟିରୁ ପ୍ରୋବେରେ PhD ଡିଗ୍ରୀ ପ୍ରାପ୍ତ କରିଥିଲେ। ପାକିସ୍ତାନରେ ମଧ୍ୟ ଓ ବାହାରେ ମଧ୍ୟ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ସେ ଅଧ୍ୟାପନା କରିଥିଲେ, ଶିକ୍ଷାଦାନ କରିଥିଲେ। ଘାନାର କପ୍କୋ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନ ସମୟରେ ମୋତେ ତାଙ୍କ ସହିତ ପରିଚୟ ହୋଇଥିଲା। ମୁଁ ଦେଖିଛି ଯେ ସେ ଅତ୍ୟନ୍ତ ସରଳ, ନମ୍ର ଓ ନିଃସ୍ୱାର୍ଥପର ବ୍ୟକ୍ତି ଥିଲେ। ଜଣେ ଉତ୍ତମ ଗବେଷକ ଓ କୃତିବାଦୀ ଗବେଷକ ଥିଲେ। ପାକିସ୍ତାନ ଓ ବାହାରେ ମଧ୍ୟ ଜଣେ ସଫଳ ଗବେଷକ ଭାବରେ ତାଙ୍କର ଯଥେଷ୍ଟ ଖ୍ୟାତି ରହିଛି। ଚୌଧୁରୀ ଇକ୍ରାମୁଲ୍ଲା ସାହେବଙ୍କ ସୁପୁତ୍ର ଅମ୍ତୁଲ କୟୁମ ସାହେବାଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ସ୍ୱର୍ଗତଙ୍କର ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ସନ୍ତାନ ଅଛନ୍ତି। ଡାକ୍ତର ମେହମୁଦ ଖ୍ୱାଜା ସାହେବଙ୍କୁ ନୁସରତ ଜାହାଁ ସ୍କିମ୍ ଅନ୍ତର୍ଗତ 1979 ମସିହାରୁ 1984 ମସିହା ପର୍ଯ୍ୟନ୍ତ ସେରାଲିଓନର ନିଜର ପତ୍ନୀଙ୍କ ସହିତ ୱକ୍ଫ କରିବାକୁ ସୌଭାଗ୍ୟ ଲାଭ ହୋଇଥିଲା। ତାଙ୍କର ସୁପୁତ୍ର ଡାକ୍ତର ତିର୍କ ଖ୍ୱାଜା ସାହେବ କୁହନ୍ତି, ରମଜାନ ମାସରେ ବିଶେଷ କରି ପବିତ୍ର କୁରାନର ଅନୁବାଦ ଅତ୍ୟନ୍ତ ଗଭୀର ଚିତ୍ତ ଓ ଅନୁଚିନ୍ତାର ସହିତ ସେ ଅଧ୍ୟୟନ କରୁଥିଲେ। ସେ ଏହି କଥାକୁ ବେଶ ଗୁରୁତ୍ୱ ଦେଉଥିଲେ ଯେ ଈଶ୍ୱର ତାହାଙ୍କ ବାର୍ତ୍ତାବହ ଓ ଖଲିଫାଙ୍କ ଆଦେଶାବଳୀକୁ ଅବିକଳ ରୂପେ କାର୍ଯ୍ୟାନୁସରଣ କରିବା ଉଚିତ। ଅସାଧାରଣ ଓ ସାମାନ୍ୟତମ ତ୍ରୁଟି ଦ୍ୱାରା ମଧ୍ୟ ଏହାର ଅର୍ଥରେ ତ୍ରୁଟି ଘଟିଥାଏ, ପରିବର୍ତ୍ତନ ଘଟିଥାଏ। ଇସଲାମାବାଦ ଜିଲ୍ଲାର ଅମୀର ଅବଦୁଲ ବାରି ସାହେବ ଉଲ୍ଲେଖ କରନ୍ତି, ଖ୍ୱାଜା ସାହେବଙ୍କୁ ନୁସରତ ଜାହାଁ ସ୍କିମ୍ ଅନ୍ତର୍ଗତ ସେରାଲିଓନରେ ଏକ ସାଙ୍ଗରେ ସେବା କରିବାର ସୁଯୋଗ ପ୍ରାପ୍ତ ହୋଇଥିଲା। ପାକିସ୍ତାନ ପ୍ରତ୍ୟାବର୍ତ୍ତନ ପରେ ସ୍ୱର୍ଗତ ପ୍ରଥମେ ସରକାରୀ ଅନୁଷ୍ଠାନରେ ଜଣେ କର୍ମଚାରୀ ହିସାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ଏତତ୍ପରେ ଇସଲାମାବାଦକୁ ସେ ସ୍ଥାନାନ୍ତରିତ ହୋଇଯାଇଥିଲେ, ଯେଉଁଠି DSPI ସାମିଲ ହୋଇଥିଲେ। ସେ ଜଣେ ଅନୁଷ୍ଠାନରେ ବହୁତ ଲୋକପ୍ରିୟ ଓ ଖ୍ୟାତି ଅର୍ଜନ କରିବା ସତ୍ତ୍ୱେ ତାଙ୍କର ଅସାଧାରଣ ନିଷ୍ଠା ବଳରେ ସେ ଅନୁଷ୍ଠାନରେ କାର୍ଯ୍ୟ କରୁଥିଲେ। ସ୍ୱର୍ଗତ ଖାଦ୍ୟ ପଦାର୍ଥ, ସୌର ବିକିରଣ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟ ଉତ୍ପାଦ ଆଦିରେ ଉପସ୍ଥିତ ଥିବା ଭୟଙ୍କର ରାସାୟନିକ ପଦାର୍ଥର ମିଶ୍ରଣକୁ ସମାପ୍ତ କରିବା ପାଇଁ କାର୍ଯ୍ୟ କରୁଥିଲେ। ଏହି କାର୍ଯ୍ୟରେ ସେ ଆନ୍ତର୍ଜାତିକ ସ୍ତରରେ ଯଥେଷ୍ଟ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ଏହି ପ୍ରସଙ୍ଗକୁ ଆୟୁଧ କରି ସେ ଅନେକ ପୁସ୍ତକ ମଧ୍ୟ ରଚନା କରିଥିଲେ। ବାରି ସାହେବ କୁହନ୍ତି, ଯେତେବେଳେ ବି କୌଣସି ପୁସ୍ତକ ସମ୍ପାଦନ କରୁଥିଲେ ସେତେବେଳେ ଉକ୍ତ ପୁସ୍ତକର ଏହି ଏକକିତା ନକଲ ମଧ୍ୟ ମୋତେ ପ୍ରେରଣ କରିଦେଉଥିଲେ। ତେଣୁ ମୋ ନିକଟରେ ତାଙ୍କ ଦ୍ୱାରା ପ୍ରେରିତ ଅନେକ ପୁସ୍ତକ ରହିଛି। ସେ ଜଣେ ଅତ୍ୟନ୍ତ ସରଳ ଓ ନୈଷ୍ଠିକ ଅହମଦୀ ଥିଲେ। ଖିଲାଫତ ସହିତ ତାଙ୍କର ପ୍ରେମପୂର୍ଣ୍ଣ ସମ୍ପର୍କ ରହିଥିଲା। ସର୍ବଦା ଖୁଦ୍ଦାମ ମାନଙ୍କର ସଂସ୍କାର ପାଇଁ ପ୍ରଚେଷ୍ଟିତ ରହୁଥିଲେ। ଖ୍ୱାଜା ମେହମୁଦ ସାହେବଙ୍କ ବିଷୟରେ ପାକିସ୍ତାନ ବ୍ୟତୀତ ଜର୍ମାନୀ, ସ୍ୱିଡେନ, ବୁର୍କିନାଫାସୋ, ଆମେରିକା, ଆଜରବାଇଜାନ, ସୁଇଜରଲ୍ୟାଣ୍ଡ, ନାଇଜେରିଆ, ମିଶର, ବାହରେନ,
ଓ ଅନେକ ଦେଶରେ ବୈଜ୍ଞାନିକମାନେ ଓ ବୈଦେଶିକ ମନ୍ତ୍ରାଳୟର ପ୍ରତିନିଧିମାନେ, ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍ସେଲର, ପ୍ରଫେସର, ସିଭିଲ ସୋସାଇଟିର NGO ଆଦି ଶୋକ ସନ୍ଦେଶ ପ୍ରେରଣ କରିଛନ୍ତି। ଯେଉଁ ପତ୍ରକୁ ସେମାନଙ୍କର ସନ୍ତାନମାନେ ମୋତେ ପ୍ରେରଣ କରିଛନ୍ତି, ଉଦାହରଣ ସ୍ୱରୂପ ଏଠାକାର ଗୋଟିଏ ଦୁଇଟି ପତ୍ର ନିଆଯାଇପାରେ। ଆମେରିକା ୱାସିଂଟନ DC ର ପୂର୍ବତନ କ୍ରିପରି ସଭାପତି ୱାର୍ଲଡ ଆଲାଏନ୍ସ ମିଷ୍ଟର ଚାର୍ଲସ ଉଲ୍ଲେଖ କରିଛନ୍ତି, ଡାକ୍ତର ମେହମୁଦ ଖ୍ୱାଜା ସାହେବ ଅତ୍ୟନ୍ତ ଅସାଧାରଣ ବିଦ୍ୱାନ, ଗବେଷକ, ଜଣେ ଦୁର୍ଲଭ ସାମାଜିକ କର୍ମୀ ଥିଲେ। ନୂତନ ବିଜ୍ଞାନ ଓ ବିଶ୍ୱ ଅଣୁ ଉପରେ ଏକ ଉତ୍କୃଷ୍ଟ ବିଜ୍ଞାନ ସମ୍ବନ୍ଧୀୟ ପ୍ରବନ୍ଧମାନ ରଚନା କରି ଛାତ୍ରବୃତ୍ତିର ଉନ୍ନତି ସାଧନ କରିବା ଦିଗରେ ଓ ସରକାରୀ ଓ ଘରୋଇ ବିଭାଗର କାର୍ଯ୍ୟରେ ମୂଳ ଭିତ୍ତି ଉପଲବ୍ଧ କରାଇବା କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଅବଦାନ ରହିଛି। ଆନ୍ତର୍ଜାତିକ ସଂଗଠନ ମାଧ୍ୟମରେ କାର୍ଯ୍ୟ କରୁଥିବା ଅନେକ ଦେଶ ଉପରେ ପର୍ଯ୍ୟବେସିତ କର୍ମ ସାଧନା ଫଳରେ ଜାତି ଜାତି ଓ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଚୁକ୍ତିକୁ ବ୍ୟବହାରିକ ଜାମା ପରିଧାନ କରାଇବା, ସିଭିଲ ସୋସାଇଟି ମଧ୍ୟରେ ପାରସ୍ପରିକ ସଦ୍ଭାବନାକୁ ଅଭିବୃଦ୍ଧି କରିବା, ପାକିସ୍ତାନରେ ବିଷ ଓ ରସାୟନ ଦ୍ରବ୍ୟଜାତକୁ କମ୍ କରାଇବା ଦିଗରେ ତାଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି। 2019 ମସିହାରେ PBC ଦ ପେସିଫିକ୍ ବେସିନ୍ କନସୋର୍ଟିୟମ ଫର ଏନଭାରମେଣ୍ଟ ଆଣ୍ଡ ହେଲ୍ଥ ଚେୟାରମ୍ୟାନର ଆୱାର୍ଡ ତାଙ୍କୁ ପ୍ରାପ୍ତ ମିଳିଥିଲା। ଡାକ୍ତର ମେହମୁଦଙ୍କ କୃତି ଓ କୃତିତ୍ୱ ସମ୍ପର୍କରେ ଏକ ଆନ୍ତର୍ଜାତିକ ଔଷଧ ସଂସ୍ଥାର ସଭାପତି ମଧ୍ୟ ହୋଇପାରିଥିଲେ। ସେ ବର୍ତ୍ତମାନ ପର୍ଯ୍ୟନ୍ତ ମନୋନୀତ ହୋଇଥିବା ସଭାପତିମାନଙ୍କ ମଧ୍ୟରୁ ଏକମାତ୍ର ସଭାପତି ଥିଲେ ଯିଏକି ଫିଜିସିଆନ ଅର୍ଥାତ୍ ଚିକିତ୍ସକ ନଥିଲେ। ସେ ଜଣେ PhD ଡାକ୍ତର ଥିଲେ। ଏହିପରି ଭାବରେ ଆହୁରି ଅନେକ ବୈଜ୍ଞାନିକମାନେ ତାଙ୍କର ଭୁରି ଭୁରି ପ୍ରଶଂସା କରିଛନ୍ତି। ତନ୍ମଧ୍ୟରେ ଜର୍ମାନୀର ଡାକ୍ତରମାନେ ଅନ୍ତର୍ଭୁକ୍ତ, ସୁଇଜରଲ୍ୟାଣ୍ଡର ଡାକ୍ତରମାନେ ମଧ୍ୟ ଅନ୍ତର୍ଭୁକ୍ତ। ଆଲ୍ଲାହ ତାଆଲା ସ୍ୱର୍ଗତଙ୍କ ପ୍ରତି ସଦୟ ହୁଅନ୍ତୁ, ବୈକୁଣ୍ଠରେ ତାଙ୍କର ସ୍ତରକୁ ଉନ୍ନୀତ କରନ୍ତୁ ଏବଂ ତାଙ୍କର ସନ୍ତାନ ସନ୍ତତିମାନଙ୍କୁ ଧୈର୍ଯ୍ୟ ଓ ସାହସ ପ୍ରଦାନ କରି ସ୍ୱର୍ଗତଙ୍କର ପୁଣ୍ୟାବଳୀଗୁଡ଼ିକୁ ଜାରି ଓ ଅବ୍ୟାହତ ରଖିବାକୁ ସାମର୍ଥ୍ୟ ପ୍ରଦାନ କରନ୍ତୁ। Alhamdulillah nahmaduhu wa nasta'inuhu wa nastaghfiruhu wa nu'minu bihi wa natawakkalu alayhi wa na'udhu billahi min shururi anfusina wa min sayyiati a'malina. Man yahdihillahu fala mudilla lahu ومن يضلل فلا هادي له ونشهد أن لا إله إلا الله ونشهد أن محمدا عبده ورسوله. عباد الله رحمكم الله إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون. اذكروا الله يذكركم وادعوه يستجب لكم ولذكر الله أكبر.